ଆମେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଉପନ୍ୟାସର ସମସ୍ତ କଥାବସ୍ତୁ ଜାଣିବା। ଗତ ଉପନ୍ୟାସରେ ତାଙ୍କର ଆମେ ପଢ଼ିଥିଲୁ କେବଳ ନରକିନ୍ନର ଉପନ୍ୟାସ। ଛୁଆମାନେ ନରକିନ୍ନର ଉପନ୍ୟାସ କେତେ ମସିହାରେ ପ୍ରକାଶିତ କହିଲ ଦେଖି, କିଏ କହିଲ? ଠିକ ଅଛି, ସମସ୍ତଙ୍କର ଠିକ ଅଛି। ଶାନ୍ତନୁ କୁମାର ଆଚାର୍ଯ୍ୟ କେଉଁ ଉପନ୍ୟାସକୁ ନିଜର ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହା ମୋର ମାଷ୍ଟର ପିକ୍ ଉପନ୍ୟାସ? ନରକିନ୍ନର। ଭେରି ଗୁଡ। ନରକିନ୍ନର ଉପନ୍ୟାସକୁ ସେ ନିଜେ କହିଛନ୍ତି ଯେ ଏହା ମୋର ମାଷ୍ଟର ପିକ୍ ଉପନ୍ୟାସ। ଛୁଆ, ନରକିନ୍ନର ଉପନ୍ୟାସର ମୁଖ୍ୟ ଚରିତ୍ର କିଏ? କାହା କୋଉ ଚରିତ୍ର ମାଧ୍ୟମରେ କଥାବସ୍ତୁ ଆଗେଇ? ବହୁତ ବଢିଆ, ଜଜ୍। ଛୁଆମାନେ ଜଜ୍ର ଜନ୍ମ ବୃତ୍ତାନ୍ତ ସମ୍ପର୍କରେ ଉପନ୍ୟାସିକ ଆଲୋଚନା କଲା ବେଳେ ଜଜ୍ର ପିତାମାତା ସମ୍ପର୍କରେ କଣ କହିଛନ୍ତି? ତାଙ୍କର ପିତା କିଏ, ତାଙ୍କର ମାତା କିଏ? କୁହ ମତେ। ବହୁତ ସୁନ୍ଦର, ସମସ୍ତଙ୍କର ଠିକ। ମା ହେଉଛନ୍ତି କଣ? ହସ୍ପିଟାଲ କଡ଼ରେ ବହି ଯାଉଥିବା ନର୍ଦ୍ଦମା, ଏବଂ ବାପା ହେଉଛନ୍ତି କିଏ? ନା ତାଙ୍କର ସେ ବରଗଛ, ସେ ସମ୍ପର୍କରେ ଆମେ ପଢିଛୁ। ଠିକ ଅଛି। ଛୁଆ, ନରକିନ୍ନର ଉପନ୍ୟାସରେ ନର, ଏଇ ଯେ କିନ୍ନର, କିନ୍ନର ଶବ୍ଦର ଅର୍ଥ ସେ କୋଉ ହିସାବରେ ଉପସ୍ଥାପନ କରିଛନ୍ତି? ବର୍ଜୁଆ ହିସାବରେ କରିଛନ୍ତି। ଛୁଆମାନେ ଗଦରୀ ବୁଢ଼ୀ ପ୍ରସଙ୍ଗ ବା ଗଦରୀ ବୁଢ଼ୀ ଯୋଉ ଚରିତ୍ରଟା କୋଉ ଉପନ୍ୟାସରେ ରହିଛି? ନରକିନ୍ନର ଉପନ୍ୟାସରେ ରହିଛି। ନରକିନ୍ନର ଉପନ୍ୟାସରେ କୋଉ ଭାବଧାରା ଅଧିକ ମାତ୍ରାରେ ଦେଖିବାକୁ ମିଳେ? ଭେରି ଗୁଡ। ସର୍ବହରା ବର୍ଜୁଆ ଗୋଷ୍ଠୀର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିଛି ଜର୍ଜ। ମୁଁ ଗତ କ୍ଲାସରେ କହିଥିଲି ଏଗୁଡ଼ା ସବୁ, ସମସ୍ତେ ମନେ ରଖିଛ। ଜର୍ଜ ସିଏ ଯେତେବେଳେ ସେ ଯେ ସର୍ବହରା ଗୋଷ୍ଠୀ, ସେ କାହା ସର୍ବହରା, ସେ ଯେ ତାଙ୍କର ଗୋଟେ କଣ ଥିଲା, ଦଳ ଥିଲା। ସେ ଦଳ ସେ କାହା ପାଖରୁ ଶୁଣିକି ବା କାହା ପ୍ରତି ଅନୁପ୍ରାଣିତ ହୋଇକି ସେ ଦଳରେ ସେ ଯୋଗ ଦେଇଥିଲା କହିଲ ଦେଖି? ଭେରି ଗୁଡ, ଆନନ୍ଦ ଭସ୍କି। ସେ ଆନନ୍ଦ ଭସ୍କିଙ୍କର ଦଳଟା କଣ ଥିଲା, କିଏ କହିପାରିବ? କସ୍ମିକ ଦଳ। ବହୁତ ସୁନ୍ଦର। ମାନେ ସବୁ କିଛି ଡିଟେଲ ଆମେ ପଢିବା, ତାକି ଏ ଭିତରୁ କୌଣସି ଗୋଟେ କ୍ୱେଶ୍ଚନ ଆସୁ ଆମେ ଯେରକମ କରିପାରିବା। ବୁଝିହେଲା? ତ ବିଶେଷ କରି ଏତିକି ହିଁ କଥାବସ୍ତୁ, ଆଉ ଏଇ ଧର୍ମୀ ହିଁ କ୍ୱେଶ୍ଚନ ପଡିବ। ବୁଝି ହଉଛି? ଆମେ ଏଇଠି ଦେଖିବା କଣ ନା ସହର ବସ୍ତିର ଜୀବନ, ଦୁଃଖପୂର୍ଣ୍ଣ ସର୍ବହରାର ଜୀବନ। ଆଉ ଏଇଠି ଆମେ ଦେଖିବା କଣ ନା ବର୍ଜୁଆ ଗୋଷ୍ଠୀ, ଗୋଟେ ଗୋଷ୍ଠୀ ଯେଉଁ ଅଛି, ସେ ବର୍ଜୁଆ ଗୋଷ୍ଠୀ ପ୍ରତି ହେଉଥିବା ଶୋଷଣ, ସେଇ ଆମେ ସବୁ ଦେଖିବା। ଆଚ୍ଛା, ଜର୍ଜର ମୃତ୍ୟୁ କେମିତି ହେଇଛି, କିଏ କହିପାରିବ? ଜର୍ଜର ମୃତ୍ୟୁ ପୁଲିସର ଗୁଳି ମାଡ଼ରେ ହେଇଛି। ସେ ପ୍ରୋଟେଷ୍ଟ କରିବା ପାଇଁ ଯାଇଛନ୍ତି ସେ ବର୍ଜୁଆ ମାନଙ୍କ ସପକ୍ଷରେ, ତ ଏମିତି ଗୁଳିକାଣ୍ଡ ହେଇଛି। ଯାହା ବି ହଉ, ଜର୍ଜ ଆମର ଯେଉଁ ରହିଲା ନରକିନ୍ନର ଉପନ୍ୟାସ ଆମେ ସାରିଦେଲୁ। ତାପରେ ତାଙ୍କର ଅନ୍ୟ ଏକ ସବୁଠାରୁ ବହୁତ ସୁନ୍ଦର ଉପନ୍ୟାସ କଣ ନା ଶତାବ୍ଦୀର ନଚିକେତା। ସମସ୍ତେ ଟିକେ ଟିକେ ହେଡଲାଇନ୍ କର, ଶତାବ୍ଦୀର ନଚିକେତା। ସବୁ ଉପନ୍ୟାସକୁ ଆମେ ପଢ଼ିବାନି ଛୁଆ, ଯେଉଁ ଉପନ୍ୟାସ ଗୁଡ଼ିକ ଦରକାର 100% ପଢ଼ିବାର ଚାନ୍ସ ଅଛି, ସେଗୁଡ଼ା ଆମେ ପଢ଼ିବା ସବୁ। ଶତାବ୍ଦୀର ନଚିକେତା। ଛୁଆମାନେ ଏଠି ଯେଉଁ ନଚିକେତା ଶବ୍ଦଟା ରହିଛି, ଏଇଟା ଗୋଟେ ପୌରାଣିକ ଚରିତ୍ର, ଜାଣିଛ କି ନାହିଁ? ଆମେ ନଚିକେତା ଉପାଖ୍ୟାନ ଗୋଟେ ଅଛି, ସମସ୍ତେ ଜାଣିଛ ନଚିକେତା କେମିତିକା ବ୍ରହ୍ମତ୍ୱ ନିଜ ଅନ୍ୱେଷଣ ପାଇଁ ବ୍ରତୀ ହେଇକି ବାହାରିଛି, ସେଇଟା ପୌରାଣିକ କଥାବସ୍ତୁ ରହିଛି, ହଁ କି ନାହିଁ? ଆମର ଶତାବ୍ଦୀର ନଚିକେତା, ସମସ୍ତଙ୍କୁ ଶୁଭୁଛି ମୋ ଭଏସ୍? এই যে ଶତାବ୍ଦୀର ନଚିକେତା, ଏ ଯେ ଉପନ୍ୟାସଟା ଲେଖକଙ୍କର ଗୋଟେ ଭିନ୍ନ ସ୍ୱାଦର, ଭିନ୍ନ ଧର୍ମୀର ଗୋଟେ ଉପନ୍ୟାସ, ବଳିଷ୍ଠ ଉପନ୍ୟାସ। ତାଙ୍କର ଦୁଇଟି ଉପନ୍ୟାସ ବହୁତ ନୂତନତା ଦେଖାଯାଏ। ଗୋଟେ ହେଲା ଶତାବ୍ଦୀର ନଚିକେତା, ଅନ୍ୟଟି ଗୋଟେ 3ଟି ରାତିର ସକାଳ। ଏଇ ଦୁଇଟା ଉପନ୍ୟାସ ଗୋଟେ ନବୟ ପର୍ଯ୍ୟାୟବାଚୀ ସୃଷ୍ଟି କାହାର ନା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର। ଆମେ ଯଦି ଦେଖିବା ଶତାବ୍ଦୀର ନଚିକେତାରେ, ଏଇ ଯେ ନଚିକେତା
से नचिकेताटार पुराण चरित्र भी गोटे नचिकेता अच्छी उपनिषद आम देखू जो नचिकेता अच्छी अच्छी कि नहीं उपनिषद आम गोटे जाच कि नहीं पिला माने नचिकेता गोटे चरित्र अच्छी नचिकेता आज्ञा जाच सब ये knowledge ठीक अच्छे उपन्यास जो नचिकेता आम देखू सी कौन ना सी ब्रह्म अन्वेषण से लगे सब ब्रह्म अन्वेषण ब्रह्म तो जात करने ब्रह्म को अन्वेषण करने से व्रती होकर रुहे किंतु आम आधुनिक जुगर जो स्वाधीनता परवर्ती समय सुरेन्द्र आमर शांतनु कुमार आचार्य जो नचिकेता लेखक जो नचिकेता भिन्न जगतर अन्वेषण करे से गोटे भिन्न जगत अन्वेषण करे ये से ब्रह्म तत्व बा ब्रह्म अन्वेषण करे नहीं लेखकंकर नचिकेता गोटे भिन्न जगत अन्वेषण करे आउ भिन्न जगत अन्वेषण कर एक नूतन शताब्दीर से गोटे आवाहक भाव ग्रहण करदी आम देखा उपनिषद जो नचिकेता सहित ए जुगर नचिकेतार तुलनात्मक चित्र लेखक उपन्यास फुटई कौटी ना शताब्दीर नचिकेता उपन्यास बुझीपार ना कौन आउ थे कहीदे ना उपनिषदर जो नचिकेता रही से उपनिषदर नचिकेता एवं आधुनिक जुगर नचिकेता मध्य गोटे तुलनात्मक चित्र फुटई केमतीका ना ना उपनिषदर जो नचिकेता से ब्रह्म सत्यर अनुसंधान करुवा बेले यही आधुनिक जुगर नचिकेता बा लेखकंकर नचिकेता निजर पेट पाटणार व्यस्त अन्न मुठाए से जोगाड़ करने सब अन्वेषणरत बुझीपार ये आमर शताब्दीर नचिकेतार से नचिकेता ये कौन अन्वेषण करुच्ची ना निजर पेटर क्षुदा ना पेटर भोक पेट पाटणार भोक को मेटाइवाई मुठाए अन्न से जोगाड़ करने सब बेले से व्यस्त रोचे खोजी चली ताहले जानीपार यार नचिकेता कौन करे बुझीपार कि नहीं आज्ञा सर सर मझिरे आपन वॉइस पे कटि गले से बुझिलानी कोन कहले ओके माने ये जे मु कहली शताब्दीर नचिकेता ये उपन्यासटी औपन्यासिक कौन ना एटा दीटा जो उपनिषदर नचिकेता एवं आधुनिक जुगर नचिकेता मध्य गोटे कौन ना तुलनात्मक चित्र से उपस्थापन करमतीका ना उपनिषदर जो नचिकेता से ब्रह्म सत्य अनुसंधान करुला किंतु आई लेखकंकर नचिकेता बा आधुनिक जुगर नचिकेता से निजर पेटर जला पेटर क्षुदा बा पेटर जो भोक को मेटाइवाई मुठाए अन्न अन्वेषण करुच्ची सी आउ कौन करूनी ब्रह्म तत्व सत्य अनुसंधान करूनी से समाज रे निजर पेट मेटाइवाई मुठाए अन्न अन्वेषण करुच्ची एठी बुझीगला तो कथा वस्तु टी बुझीजा बुझीगला तुम जान बुझीपार कि नहीं सामाजिक नैतिक मूल्यबोधर अवक्षय भोगवादी जगत प्रति मनुष्यर मोह ये सब जिनस तुम्हें पाइब ये उपन्यास है उपन्यास कौन व्यक्ति जीवनर मोह तथा भावावेग मनुष्यर सामाजिक नैतिक मूल्यबोध को किपरि प्रतिटी क्षेत्र में ध्वंसमय करिथाए ताहा गोटे चरित्र अछंती के चरित्र ना विभु प्रसाद चरित्र से विभु प्रसाद चरित्र माध्यम तुम्हें देखि पाइबो देख कथा वस्तुटा टिके जान तुम्हें मेन जिनस कौन मुझे प्रथम रे कहली ना आधुनिक जुगर नचिकेता एवं उपनिषदर नचिकेता मध्य जो आध्यात्मिक जो संबंध उपस्थापन करचंती शांतनु कुमार आचार्य से कौन उपन्यास रही से शताब्दीर नचिकेता उपन्यास रही आउ ये उपन्यास कौन रही ना भवानी प्रसाद जड़े व्यक्ति अच्छा चरित्र अच्छा किए चरित्र भवानी प्रसाद समस्त टी हेडलाइन कर से चरित्र से जो आदर्श शिक्षक से जन्मरू से कौन ना गांधीवादी बुझीपार छोट छोट सर्ट नोट करुव छुआ मैंने भवानी प्रसाद जो अच्छा शताब्दीर नचिकेता उपन्यास सी जड़े आदर्श शिक्षक जन्मरू से कौन ना गांधीवादी से भवानी प्रसाद गोटे पुओ किए ना विभु प्रसाद से गोटे विज्ञान गार गवेषणा करे से
ଛୁଆମାନେ ଏଇ ଉପନ୍ୟାସର ଶତାବ୍ଦୀର ନଚିକେତା ଉପନ୍ୟାସର ଯଦି ନଚିକେତା କାହାକୁ କହିବା ନା ବିଭୁ ପ୍ରସାଦକୁ। ସେ ବିଭୁ ପ୍ରସାଦ ଚରିତ୍ର ମାଧ୍ୟମରେ ସମଗ୍ର ଉପନ୍ୟାସର କଥାବସ୍ତୁ ଆଗେଇଛି। ବୁଝିହେଲା କି ନାହିଁ? ତାହେଲେ ମନେ ରଖିବ ଟିକେ, ବିଭୁ ପ୍ରସାଦ କ'ଣ କରେ? ବିଭୁ ପ୍ରସାଦ ଗୋଟେ ବିଜ୍ଞାନଗାରରେ ଗବେଷଣା କରେ। ମୁଁ ତୁମକୁ ଯେତେବେଳେ ଆମର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ପଢ଼େଇଥିଲି ସେତେବେଳେ ମୁଁ ତୁମକୁ କହିଥିଲି ଗୋଟେ କଥା, ଶାନ୍ତନୁ କୁମାର ଆଚାର୍ଯ୍ୟ ସେ ଗୋଟେ ବିଜ୍ଞାନ ଛାତ୍ର, ତେଣୁକି ବିଜ୍ଞାନ ଏବଂ ଆଧ୍ୟାତ୍ମିକ ମଧ୍ୟରେ ଗୋଟେ ଗଭୀର ସମନ୍ୱୟ ତାଙ୍କ ଉପନ୍ୟାସରେ ଦେଖୁ କହିଥିଲି କି ନାହିଁ? ମନେ ଅଛି କି ନାହିଁ ତୁମମାନଙ୍କର? ହଁ, ତ ଏଇ ଉପନ୍ୟାସରେ ତାର ପ୍ରତିଫଳନ କେମିତି ଘଟିଛି ଦେଖ। ଦେଖ ବିଭୁ ପ୍ରସାଦ କ'ଣ କରେ ସିଏ? ନା ସିଏ ହେଉଛି ବିଜ୍ଞାନର ଗୋଟେ ଗବେଷଣା ଛାତ୍ର। ଗବେଷଣା ଛାତ୍ର ନୁହେଁ, ସେ ଗବେଷଣା କରେ ସିଏ ବିଜ୍ଞାନଗାରରେ। କ'ଣ ହେଇଛି ନା ଭବାନୀ ପ୍ରସାଦ ଯାହା ଚାହୁଁଥିଲେ କିନ୍ତୁ ପୁଅ ତାକୁ ପୂର୍ଣ୍ଣ କରିପାରି ନାହିଁ। ଭବାନୀ ପ୍ରସାଦ କିଏ? ବିଭୁ ପ୍ରସାଦର ବାପା। ବିଭୁ ପ୍ରସାଦର ବାପା ଭବାନୀ ପ୍ରସାଦ ସେ ଜଣେ ଆଦର୍ଶ ଶିକ୍ଷକ ଆଉ ଗାନ୍ଧୀବାଦୀ। ସିଏ ଯେଉଁଟା ଜଣେ ଶିକ୍ଷକ ତାଙ୍କର ସନ୍ତାନମାନଙ୍କୁ କେଉଁ ଦିଗରେ ନେବା ପାଇଁ ଚାହେଁ? ସେ ଶିକ୍ଷା ଦିଗରେ ନେବା ପାଇଁ ଚାହେଁ, କିନ୍ତୁ ସେଇଟା ବିଭୁ ପ୍ରସାଦ କରିପାରି ନାହିଁ। ଯାତ୍ରା ବଦଳରେ ସେ ଅଭିନେତା ଓଲା ରାଉତ, ଆଉ ଜଣେ ଗୋଟେ ଚରିତ୍ର ଆସିଛନ୍ତି, ଯାତ୍ରା ଦଳର ଅଭିନେତା ଓଲା ରାଉତ ଆସିଛନ୍ତି। ସେ ଓଲା ରାଉତର ପୁଅ ନଟବର ସିଏ ମଧ୍ୟ ଗବେଷଣା କରନ୍ତି। ଛୁଆମାନେ ଦୁଇଟା ଚରିତ୍ରକୁ ତୁମେ ଭଲ ଭାବରେ ବୁଝିବ। ଗୋଟେ ହେଲା ବିଭୁ ପ୍ରସାଦ ଆଉ ଗୋଟେ ନଟବର। ଏଇ ଦୁଇ ଜଣଙ୍କର ଚରିତ୍ର ମାଧ୍ୟମରେ ଏଇଟା ଯାଇଛି। ଆମେ ଯଦି କହିବା ଶତାବ୍ଦୀର ନଚିକେତା ଉପନ୍ୟାସରେ ନଚିକେତା କିଏ? ନା ସେ ହେଉଛି ବିଭୁ ପ୍ରସାଦ। ହେଲା, ଯେରକମ ମୁଁ କହିଲି ଏଇ ବିଭୁ ପ୍ରସାଦ ବିଜ୍ଞାନଗାରରେ କାମ କରେ, ତାଙ୍କ ସାଥୀ କିଏ? ନଟବର, ସିଏ ମଧ୍ୟ ବିଜ୍ଞାନଗାରରେ କାମ କରେ। ନଟବରର ବାପା କିଏ? ନା ଓଲା ରାଉତ, ସେ ଗୋଟେ ଯାତ୍ରା ଦଳର ଗୋଟେ ଅଭିନେତା। କ'ଣ ହେଇଛି ନା ନଟବର ଗବେଷଣାରେ ବ୍ୟର୍ଥ ରୁହେ। ବିଭୁ ପ୍ରସାଦ ବି ସେ ଗବେଷଣାରେ ସବୁବେଳେ ବ୍ୟର୍ଥ ହୋଇଛି, ମାନେ ସଫଳ ହୋଇନାହିଁ। ଛୁଆମାନେ ଦେଖ ଗୋଟେ ବହୁତ ସୁନ୍ଦର ମଜାକ କଥା ସବୁ ସେ ଉପସ୍ଥାପନ କରିଛନ୍ତି। ନା ଏଇ ଯେ ବିଭୁ ପ୍ରସାଦ ଆଉ ନଟବର ଦୁଇ ଜଣ ଗବେଷଣା କରନ୍ତି, ଆଉ ଗବେଷଣାରେ ସେମାନେ ବିଫଳ ହୁଅନ୍ତି। କ'ଣ ପାଇଁ ବିଫଳ ରୁହନ୍ତି? ନା ସେମାନଙ୍କର ଯେ ଗବେଷଣା ସେ ଗୋଟେ ଭିନ୍ନ ଧରଣର ଗବେଷଣା। କେମିତିକା? ନା ଦୁଇ ଜଣ ଗବେଷଣା କ'ଣ କରନ୍ତି? ନା ପଚା ବ୍ୟାଟେରୀରୁ ଏକାଠି କରିବା, ଚାକୁଣ୍ଡା ଫଳରୁ ତେଲ ବାହାର କରିବା, ଏଇଗୁଡ଼ା ସବୁ ଗୋଟେ ଅଜବ ସ୍ୱପ୍ନର ସେମାନେ ଦେଖନ୍ତି, ଆଉ ସେଇଗୁଡ଼ାର ଗବେଷଣା କରନ୍ତି। ତୁମେ ଚାକୁଣ୍ଡା ଗଛ ଦେଖିଛ କି ନାହିଁ? ଚାକୁଣ୍ଡା ଛୋଟ ଛୋଟ ଦେଖିବ ଫଳ, ସେ ଫଳ ଛୋଟ ଛୋଟ ଫଳ ଗୁଡ଼ା ଜାଣିଛ କି ନାହିଁ? ତାହେଲେ ସେ ଚାକୁଣ୍ଡା ଫଳରୁ କ'ଣ ତେଲ ବାହାରେ କି? ବାହାରି ହେବ କି? କିନ୍ତୁ ସେମାନେ ବିଜ୍ଞାନ ପରୀକ୍ଷା କରିକି ଚାହୁଁଛନ୍ତି ଯେ ସେଇଠୁ ତେଲ ବାହାର କରିବା, ଯାହାଫଳରେ କି ସେମାନେ କ'ଣ ହେଇଛନ୍ତି? ନା ବିଫଳ ହୋଇଛନ୍ତି। ଯେତେବେଳେ ବିଫଳ ହୋଇଛନ୍ତି ଶେଷରେ ମନ ଭାଙ୍ଗି ପଡ଼ିଛି ଦୁଇ ଜଣ ସାରାଙ୍କର, ବିଭୁ ପ୍ରସାଦଙ୍କର ବି ନଟବର ବି। ନଟବର ଶେଷରେ କ'ଣ କରିଛି? ନଟବର ଏକ ନୂତନ ରାଜନୈତିକ ଦଳ ସର୍ବହରା ଗଠନ କରିଛି। କ'ଣ ଘଟିଛି? ଗୋଟେ ନୂତନ ରାଜନୈତିକ ଦଳ ଯେଉଁ ସର୍ବହରା ଗଠନ କରିଛି, ସେ ସର୍ବହରା ଗଠନ ମୁଁ ଜାଣିଛି, ମୁଁ ୟା ପୂର୍ବରୁ କହିଥିଲି, ସେ ଯେଉଁ ନରକିନ୍ନର ଉପନ୍ୟାସରେ ସର୍ବହରା ଗୋଟେ ଗୋଷ୍ଠୀ ଅଛି ଯେଉଁଗୁଡ଼ାକି ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ବୁଝେ। ସର୍ବହରା ଗୋଟେ ରାଜନୈତିକ ଦଳ ଗଠନ କରିଛି, ଯାହାର ଲକ୍ଷ୍ୟ କ'ଣ? ନା ଲକ୍ଷ୍ୟ ହେଉଛି ଶୃଙ୍ଖଳିତ ସମାଜ ଗଠନ କରିବା। ସାମ୍ପ୍ରତିକ ଯୁଗରେ କ୍ରମଶଃ ସଂସ୍କୃତି ପରମ୍ପରା ପ୍ରତି ଲୋକମାନଙ୍କର ବୀତସ୍ପୃତ ବଢ଼ିଯାଇଛି, ଚାରିଆଡ଼େ ଅଭାବ ଅନଟନ ଦେଖାଯାଇଛି। ଏମାନେ ଯେତେବେଳେ ସମାଜରେ ଅଭାବ ଅନଟନ ଦେଖାଯାଇଛି, ସମସ୍ତଙ୍କର ଦୁଃଖ ଦୁର୍ଦ୍ଦଶା ସମାଜ ଆଗରେ ଦେଖାଯାଇଛି, ସେତେବେଳେ ସର୍ବହରା ଗୋଷ୍ଠୀ ଲୋକମାନଙ୍କର ସ୍ୱର ଉତ୍ତୋଳନ କରିଛି। ଯେଉଁ ଦଳର କି କିଏ ଗଠନ କରିଥିଲେ? ସର୍ବହରା ଦଳ ନା ନଟବର ଗଠନ କରିଥିଲେ। ଚାରିଆଡ଼େ ଭୋକ, ଚାରିଆଡ଼େ ଅନଟନ ସବୁ ଦେଖାଯାଉଛି। ଜନତା ନିଷ୍ପେଷିତ ହୋଇଛନ୍ତି। ରାଜନୈତିକ ଦଳ ନେତାମାନଙ୍କର ମିଥ୍ୟା ପ୍ରସିଦ୍ଧ, ରାଜନୈତିକ ନେତାମାନେ କେମିତି ମିଥ୍ୟା ପ୍ରତିଶ୍ରୁତି ଦେଇକି ଭୋଟ ନେଇଛନ୍ତି, ଜନସାଧାରଣଙ୍କୁ ଠକିଛନ୍ତି, ତାଙ୍କୁ ଇଏ କରୁଛନ୍ତି। ଏଇ ବିରୋଧରେ ସେ ସର୍ବହରା ଗୋଷ୍ଠୀ ସ୍ୱର ଉତ୍ତୋଳନ କରିଛନ୍ତି। ବିଚାର ଏଇ ଯେ ଦେଖାହେଇଛି, ବିଚାର ଦ୍ୱିବିଧା, ମଣିଷ ଅହରହ ଦ୍ୱନ୍ଦ୍ୱୀ ହୋଇପଡ଼ିଛି। ବିଚାରରେ ସବୁବେଳେ ମଣିଷ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି। ତାପରେ କ'ଣ ହେଇଛି? ନାଇଁ ଆଧୁନିକ ନଚିକେତା ଦୁଇ ଜଣ, ଏଇ ଯେ ଆଧୁନିକ ନଚିକେତା ଦୁଇ ଜଣ, ଏଇମାନେ ନଟବର ଆଉ ବିଭୁ ପ୍ରସାଦ ଦୁଇ ଜଣଙ୍କର କ୍ଷୁଧା ଜନିତ ଯନ୍ତ୍ରଣାର ଶିକାର ହୋଇଛନ୍ତି।
ଦେଖ ସିଏ ନଟବର ନିଜର ଗବେଷଣା ଛାଡ଼ି ଦେଇକି ସର୍ବହରା ଦଳରେ ମସିଲା। ସେପଟେ ବିଭୁ ପ୍ରସାଦ ସେ ଗବେଷଣା କରିକି ସେ ବିଫଳ ହେଲା, ମନ ଦୁଃଖ ହେଇକି ରହିଛି। ଏପଟେ ସହରରେ କ'ଣ ନା ଅଭାବ ଅନଟନ ଆଉ ରାଜନେତାମାନଙ୍କର ଯେ ମିଥ୍ୟା ପ୍ରତିଶ୍ରୁତି, ଯାହାଫଳରେ ସହରରେ ବହୁତ ଅନଟନ ଅଭାବ ଦେଖାଦେଇଛି। ଆମର ଦୁଇ ଜଣ ଯେଉଁ ଆଧୁନିକ ନଚିକେତା ଯେଉଁଟା କେଗୁଡ଼ା ନା ବିଭୁ ପ୍ରସାଦ ଆଉ ନଟବର ଦୁଇ ଜଣଙ୍କର କ୍ଷୁଧା କହିଲେ କ'ଣ ଭୋକ ଯନ୍ତ୍ରଣାଙ୍କ ଶିକାର ହୋଇଛନ୍ତି। ଖାଇବା ପାଇଁ ମୁଠାଏ ଚାଉଳ ସେମାନେ ସଂଗ୍ରହ କରିପାରିନାହାନ୍ତି। ସେପଟେ କିନ୍ତୁ ଲେଖକ ଏଇ ଆଧୁନିକ ସହିତ ଆଧ୍ୟାତ୍ମିକକୁ ଏଇଥିପାଇଁ ଯୋଡ଼ିଛନ୍ତି। ଦେଖ ନଚିକେତା ଦୁଇ ଜଣ ବିଭୁ ପ୍ରସାଦ ନଟବର ଏମାନେ ପେଟ ଯନ୍ତ୍ରଣାରେ ଖୋଜି ବୁଲୁଛନ୍ତି ଖାଦ୍ୟ, କିନ୍ତୁ ଉପନିଷଦର ନଚିକେତା ସିଏ ସତ୍ୟ ଧର୍ମ ବ୍ରହ୍ମତତ୍ତ୍ୱ ଅନ୍ୱେଷଣ କରୁଛି, କିନ୍ତୁ ଇଏ ନଚିକେତା ଖାଲି ଭୋକ ଶିକାରରେ ପଡ଼ୁଛି। ତେଣୁକି ଦୁଇଟାକୁ ଯୋଡ଼ିଛନ୍ତି ଏଇଠି ହେଲା। ଖାଇବା ପାଇଁ ମୁଠାଏ ଚାଉଳ ନାହିଁ, ଚାଉଳ ସଂଗ୍ରହ କରିପାରିନାହାନ୍ତି। ଗାନ୍ଧୀବାଦୀ ଶିକ୍ଷକ ଭବାନୀ ପ୍ରସାଦ ନିଜ ପୁଅର ଏ ଅବସ୍ଥାକୁ ଦେଖିକି ବହୁତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଭବାନୀ ପ୍ରସାଦ କାହାର ବାପା କିଏ କହିଲ ଦେଖି? ବିଭୁ ପ୍ରସାଦର ବାପା। ବିଭୁ ପ୍ରସାଦର ବାପା ହେଲା। ନା ଛୁଆ, ନଟବରର ବାପା ହେଉଛନ୍ତି ଓଲା ରାଉତ ଯିଏ ଗୋଟେ ଯାତ୍ରା ଦଳର ଅଭିନେତା ହେଲା। ଯେତେବେଳେ ଭବାନୀ ପ୍ରସାଦ ଭାଙ୍ଗି ପଡ଼ିଛି ନିଜ ପୁଅର ବିଫଳତା, କିନ୍ତୁ ପୁଅ ଏପଟେ ଭୋକ ଉପାସରେ ରହିଛି, ସେ କିନ୍ତୁ ଗାନ୍ଧୀବାଦୀ, ତେଣୁକରି ସିଏ ଭାଙ୍ଗି ପଡ଼ିଛନ୍ତି। ଏପଟେ ନଟବର ସର୍ବହରା ନେତା ସାଜିଛି, ଲୋକମାନଙ୍କୁ ଆହ୍ୱାନ ଦେଉଛି ଆମକୁ ଡେଇଁ ପଡ଼ିବାକୁ ହେବ ନିଆଁ ଭିତରକୁ। ସେ କହୁଛନ୍ତି ନିଆଁ ଭିତରକୁ ଡେଇଁ ପଡ଼ିବାକୁ ହେବ। ମାତୃଭୂମିକୁ ରକ୍ଷା କରିବାକୁ ହେଲେ ଖଣ୍ଡମାନଙ୍କ ହାତରୁ ଠକମାନଙ୍କ ବଳି ଦେବାକୁ ହେବ, ପିଣ୍ଡମାନଙ୍କୁ, ଏମିତି ସବୁ ଲୋକମାନଙ୍କୁ ଯେଉଁ ଉଦ୍ବୋଧନ ଦେଇଛନ୍ତି, ସୁନ୍ଦର ସୁନ୍ଦର କଥା ସେ କହିଛନ୍ତି ହେଲା। ତାହେଲେ ଉପନ୍ୟାସର କଥାବସ୍ତୁ ବେଶୀ କିଛି ନାହିଁ, ଏମିତି ତା ପରବର୍ତ୍ତୀ ଏତେ ସେମିତି କିଛି ନାହିଁ। ତୁମେ ଖାଲି ଏତିକି ଜିନିଷ ମନେ ରଖ, ଆରାମସେ ହେଇଯିବ ହେଲା। ପରବର୍ତ୍ତୀ ସମୟରେ ସେ ଭବାନୀ ପ୍ରସାଦ ଗାଁରେ କୃଷିକର୍ମ କରିଛନ୍ତି। ଯେତେବେଳେ ପୁଅର ଦୁର୍ଦ୍ଦଶା ଦେଖିଛନ୍ତି, ଭବାନୀ ପ୍ରସାଦ ଗାଁରେ କୃଷିକର୍ମ କରିଛନ୍ତି, ନିଜ ହାତରେ ତିଆରି ସୂତା ଲୁଗା ପିନ୍ଧିଛନ୍ତି, ତଥାପି ମନରେ ଶାନ୍ତି ନାହିଁ। କେନେ ପୁଅର ଦୁର୍ଦ୍ଦଶା, ତାଙ୍କ ମନର ବିଶ୍ୱାସ ଭାଙ୍ଗି ଯାଇଛି। ସେ ଯେ ଭବାନୀ ପ୍ରସାଦଙ୍କର ବିଭୁ ପ୍ରସାଦ ବ୍ୟତୀତ ଆଉ ଦୁଇ ଜଣ ପୁଅ ଥିଲେ, ମୀନକେତନ ଆଉ ଅନିରୁଦ୍ଧ। ସେଇ ଭବାନୀ ପ୍ରସାଦଙ୍କର ଆଉ ଦୁଇ ଜଣ ପୁଅ, ସେମାନେ ବି ପଥ ଭ୍ରଷ୍ଟ ହୋଇଯାଇଛନ୍ତି। ମୀନକେତନ ତ ପଥର ତରଳାଇ ଲୁହା ବାହାର କରିବାର ସ୍ୱପ୍ନ ଦେଖିଛି, ମାନେ ଅଜବ ସ୍ୱପ୍ନ, ପଥର ତରଳାଇବ ଆଉ ସେଇଠି ଲୁହା ବାହାର କରିବାର ସ୍ୱପ୍ନ ଦେଖିଛନ୍ତି। ଆଉ ଏପଟେ ଅନିରୁଦ୍ଧ ତ ନିଜ ମାଆର ବାକ୍ସ ଭାଙ୍ଗିକି ସେଇଠୁ ସୁନା ଗହଣା ନେଇକି ବିକି ଦେଇଛି। ବୁଝିହେଉଛି। ରାଜରାସ୍ତାରେ ବିକ୍ଷୋଭ ହୋଇଛି, ପ୍ରତାରକମାନଙ୍କର ସ୍ୱରୂପ ଦେଖିବାକୁ ମିଳେ। ଏଇଟା ଛୁଆମାନେ ଟିକେ ଲେଖ। ଶତାବ୍ଦୀର ନଚିକେତା ଉପନ୍ୟାସରେ ପ୍ରତାରକମାନଙ୍କର ସ୍ୱରୂପ ଦେଖିବାକୁ ମିଳେ। ଆଉ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ଯିଏ ଗୋଟେ ଆଲୋଚକ, ସେ ଏଇ ଉପନ୍ୟାସ ସମ୍ପର୍କରେ କ'ଣ କୁହନ୍ତି ଲେଖ ଟିକେ। ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ଏଇ ଶତାବ୍ଦୀର ନଚିକେତା ଉପନ୍ୟାସ ସମ୍ପର୍କରେ କୁହନ୍ତି କ'ଣ କୁହନ୍ତି ନା, ଶତାବ୍ଦୀର ନଚିକେତାରେ କୁହନ୍ତି ଯେ, ଲେଖୁଛ ତ ସବୁ ଲେଖ, ଆଜିର ମଣିଷର ଅବ୍ୟବସ୍ଥିତ ଚିତ୍ତକୁ ଶାନ୍ତନୁ ବାବୁ ପ୍ରତିଟି ଚରିତ୍ର ଭିତରେ ପରିପୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଲେଖିଲ? ଆଜିର ମଣିଷର ଅବ୍ୟବସ୍ଥିତ ଚିତ୍ତକୁ ଶାନ୍ତନୁ ବାବୁ ପ୍ରତିଟି ଚରିତ୍ର ଭିତରେ ପରିପୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ମାନେ ଆଜିର ମଣିଷର କଥାକୁ ସେ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଏଇଟା କିଏ କୁହନ୍ତି ନା, ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ତାପରେ ତାଙ୍କ ହଁ ଆଉ ଥରେ କୁହ ଛୁଆ। ଏଇଟା କହିଛନ୍ତି
ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ଶତାବ୍ଦୀର ନଚିକେତା ଉପନ୍ୟାସ ସମ୍ପର୍କରେ କୁହନ୍ତି ଯେ ଆଜିର ମଣିଷର ଅବ୍ୟବସ୍ଥିତ ଚିତ୍ତକୁ ଶାନ୍ତନୁ ବାବୁ ପ୍ରତିଟି ଚରିତ୍ର ଭିତରେ ପରିପୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଏ କଥାଟା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି କୁହନ୍ତି। ତାପରେ ଲେଖକଙ୍କର ଅନ୍ୟ ଗୋଟେ ସୁନ୍ଦର ଉପନ୍ୟାସ ହେଉଛି ତିନୋଟି ରାତିର ସକାଳ। ତିନୋଟି ରାତିର ସକାଳ ତାଙ୍କର ଅନେକ କୁହ ସାର୍ ତାଙ୍କର ଯୋଉ ଆଉ ଦୁଇ ଜଣ ପୁଅଙ୍କ ନାଁ କଣ କହିଲେ ସେଟା ଆଉଥରେ ସେଗୁଡ଼ା କୁହନ୍ତୁ। ପୁଅଙ୍କ ନାଁ ଗୋଟେ ହେଉଛି ମୀନକେତନ ଆଉ ଗୋଟେ ହେଉଛି ଅନିରୁଦ୍ଧ। ଅନିରୁଦ୍ଧ ଦି ଜଣ ପୁଅଙ୍କର ନାଁ। ଦି ଜଣ ପୁଅ ପଥଭ୍ରଷ୍ଟ ହୋଇଯାଇଛନ୍ତି ଯେତେବେଳେ ଦୁଃଖ ଦୁର୍ଦ୍ଦଶା ପେଟ ଯନ୍ତ୍ରଣା ଭୋକ ଜ୍ୱାଳା ସହରରେ ଗଟି ଉଠିଛି ହେଲା। ସାର୍ ମୀନକେତନ ଆଉ ଅନିରୁଦ୍ଧ ତାହା ପୁଅ ସେମାନେ। ସେମାନେ ପୁଅ ହେଉଛନ୍ତି କାହାର ନା ଭବାନୀ ପ୍ରସାଦଙ୍କର ପୁଅ। ଭବାନୀ ପ୍ରସାଦ। ତାଙ୍କର କଣ ତିନିଟା ପୁଅ ଥିଲେ? ହଁ 3 ଜଣ ପୁଅ। ଆଜ୍ଞା। ଆଉ ଗୋଟେ ଉପନ୍ୟାସ ଟିକେ ଟିକେ ସର୍ଲାଇନ୍ କର, ବେଶୀ ଆଲୋଚନା କରିବାନି। ତିନୋଟି ରାତିର ସକାଳ ଆମେ ସୁନ୍ଦର ତାଙ୍କର ଗୋଟେ ଉପନ୍ୟାସ। ଦ୍ୱନ୍ଦ୍ୱ ସଂଘର୍ଷ ଭିତରେ ଚରିତ୍ର ନଟବର ସବୁ ଅଛି। ସେ ନଟବର ଚରିତ୍ର ମାଧ୍ୟମରେ ଇଏ ଆଗେଇଛି। ଏ ଯେ ତିନୋଟି ରାତିର ସକାଳ ଛୁଆମାନେ ଯେରକମ ଆମେ କାଳିଚରଣ ପାଣିଗ୍ରାହୀଙ୍କର ଯେଉଁ ମାଟିର ମଣିଷ ଆଜିର ମଣିଷ ଲୁହାର ମଣିଷ ଯେମିତିକା ଧର୍ମୀ ଉପନ୍ୟାସ, ଏଇ ଶତାବ୍ଦୀର ନଚିକେତାର ପରବର୍ତ୍ତୀ ଉପନ୍ୟାସଟା ହେଉଛି ତିନୋଟି ରାତିର ସକାଳ। ଏଇ ଉପନ୍ୟାସଟାକୁ ଆମେ ଗ୍ରହଣ କରିଥାଉ ହେଲା। ସେଇ ଚରିତ୍ରମାନେ କିଛି ଅଛନ୍ତି, ବିଭୁ ପ୍ରସାଦ ନଟବର ଏମାନଙ୍କର ଚରିତ୍ର ମଧ୍ୟ ରହିଛି। ମୁଖ୍ୟତଃ ବିଶେଷ କରିକି ଗୋଟେ ବର୍ଜୁଆ ରାକ୍ଷସ ପୋଲରେ ପଡ଼ିଛି କଲେଜ ଛାତ୍ର ମୁରାସା। ମାନେ ଦେଖ କଲେଜ ଜୀବନରେ ଯେଉଁ ଘଟିଥିବା ଚିତ୍ର ଆମେ ଏଇ ଉପନ୍ୟାସରେ ଦେଖୁ। ଅର୍ଥାତ୍ କଲେଜ ଜୀବନରେ ଯେଉଁ ଧନୀ ଗୋଷ୍ଠୀର ଛାତ୍ରମାନେ ଅଛନ୍ତି, ପିଲାମାନେ ଅଛନ୍ତି, ସେମାନେ କେମିତିକା ସାଧାରଣ ଲୋକମାନଙ୍କୁ ଫସେଇ ସାଧାରଣ ଲୋକମାନଙ୍କୁ କୁପଥଗାମୀ କରିଥାନ୍ତି, ସେ ଏ ଉପନ୍ୟାସରେ ଆମେ ଦେଖିବାକୁ ପାଇଥାଉ। ସେ ବର୍ଜୁଆ ରାକ୍ଷସ ପୋଲର ପଡ଼ିଛି ଗୋଟେ ଆମ ସାଧାରଣ ଝିଅ କିଏ ନା ମୁରାସା। ସେ କେମିତିକା ଦୁଃଖ ଦୁର୍ଦ୍ଦଶା ପରବର୍ତ୍ତୀ ସମୟରେ ଭୋଗିଛି ସେଇଟା ପାଇବ ଏଇ ଉପନ୍ୟାସରେ। ସେ ଯେଉଁ ଗୋଟେ ଧନୀ ଗୋଷ୍ଠୀର ପୁଅ ସେ କୁହେ, କ'ଣ କୁହେ ନା ମୋ ହାତରେ ବହୁ ନାରୀ ମରଣ ଗୋଟିଏ ଅପରାଧୀ ନୁହେଁ। ସେ କୁହନ୍ତି ମୋ ହାତରେ ବହୁତ ନାରୀ ମରଣ ହୋଇଛନ୍ତି କିନ୍ତୁ ମୋର କିଛି ଅପରାଧ ନାହିଁ, ସେମାନଙ୍କର ହିଁ ଅପରାଧ। ସେ ଗୋଟେ ଧନୀ ଗୋଷ୍ଠୀର ଲୋକ ହେଲା। ଏମିତି ସୁନ୍ଦର ସୁନ୍ଦର କଥା ସବୁ, ବେଶୀ କିଛି ନାହିଁ। ଏଇଠି ପାଇବ, ଏଇଠି ତୁମେ ଗୋଟେ ଧର୍ଷିତ, ଗୋଟେ ଅବହେଳିତ, ଗୋଟେ ଗର୍ଭବତୀ ଥିବା ନାରୀ କଥା ତୁମେ ଏଇଠି ଦେଖିବାକୁ ପାଇବ। ସୁକୁମାରୀ, ଯାହାର ନାଁ ହେଉଛି ସୁକୁମାରୀ। ସୁକୁମାରୀ ଯେଉଁଟାକି ସେ ଧର୍ଷିତା, ଅବହେଳିତା, ଗର୍ଭବତୀ ହୋଇଯାଇଛି। ସେଇ ଧନିକ ଶ୍ରେଣୀ ଲୋକମାନଙ୍କ, ଧନିକ ଶ୍ରେଣୀ ଛାତ୍ରମାନଙ୍କ ଦ୍ୱାରା ତାର ଦୁଃଖପୂର୍ଣ୍ଣ ସୁନ୍ଦର କାହାଣୀ ଏଇ ଉପନ୍ୟାସରେ ପାଇବ। ବେଶୀ କିଛି ନାହିଁ, ଏଇଟା ଏତେ ଇମ୍ପୋର୍ଟାଣ୍ଟ ନୁହେଁ ହେଲା। ଏଇସବୁ ଜିନିଷ ଖାଲି ଜାଣିଥାଉ। ତାଙ୍କର ଯେଉଁଠି ସବୁଠାରୁ ଅନ୍ୟ ଏକ ସୁନ୍ଦର ଉପନ୍ୟାସ ହେଉଛନ୍ତି ନା କ'ଣ ଉପନ୍ୟାସ ନା ଦକ୍ଷିଣାବର୍ତ୍ତ। ସମସ୍ତେ ଏଇଟା ପଢ଼ିଥିବ, ଦକ୍ଷିଣାବର୍ତ୍ତ ଜାଣିଛ କି ନାହିଁ? ଦକ୍ଷିଣାବର୍ତ୍ତ ଉପନ୍ୟାସର ଗୋଟେ ଚରିତ୍ର ପଡ଼େ, ବାରମ୍ବାର ଏଇ ଉପନ୍ୟାସର ଚରିତ୍ର ସମ୍ପର୍କରେ ପଡ଼େ, ଯେଉଁଟାକି ଉପନ୍ୟାସର ଚରିତ୍ର ହେଉଛି ରୈକ୍ୟ। ଦକ୍ଷିଣାବର୍ତ୍ତ ହେଡ଼ଲାଇନ୍ କର। କାଲି ଆପଣ ଦକ୍ଷିଣାବର୍ତ୍ତର ସମୟଟା ଡାକିଥିଲେ 1973, କିନ୍ତୁ ଯୋଉଟା ଅରିଜିନାଲ ଟେକ୍ସଟଟା ସେଇଟା ଅଛି 1976। ହଁ ନା 1973, ମୁଁ ତ ଲେଖିଛି 1973। ସାର୍ ମୁଁ କାଲି ପଢୁଥିଲି ସେଟା ଅରିଜିନାଲ ଟେକ୍ସଟ, ସେଥିରେ 1976 ଅଛି। ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛି, ସେଇଟା ଟିକେ କରେକ୍ସନ୍ କରିନେବ ତାହେଲେ। ମୁଁ ଯେଉଁ ବହିଟା ଦେଖିଛି ସେ ବହିଟା 1973 ଥିଲା ହେଲା। ହଉ
ଯେତିକି ବି ଉପନ୍ୟାସ ଆସିଥିଲା ମୁଁ ସବୁଗୁଡା ଡାଉନଲୋଡ କରିଛି, କିନ୍ତୁ ଆଉ ବି କିଛିଟା ମସିହା ଭୁଲ ଅଛି। ଆଚ୍ଛା, କୋଉ ଉପନ୍ୟାସ ଆଉ ଦେଖିଛ? ତାର ସେ ଦକ୍ଷିଣାବର୍ତ୍ତ ଗୋଟେ, ଆଉ ଗୋଟେ ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ ଗୋଟେ, ଆଉ ଗୋଟେ ଜେଜେ ମଲା ପରେ ଗୋଟେ, ଆଉ ବୋହୁ ବୋହୁ ଜନ୍ମ ଗୋଟେ। ଏଇ ଯୋଉ ସମୟ ସୀମାକା ଛୁଆ ବିଭିନ୍ନ ସ୍ଥାନରେ ବିଭିନ୍ନ ଦଉଛି, ତେଣୁ ଆମେ ସେଗୁଡାକୁ ଦେଖିକି ଲେଖିବା ହେଲା। କିଛି କଥା ନାହିଁ, କରେକ୍ସନ କରିନେବ, ଯେଉଁଠି ଯଦି ମୂଳ ଟେକ୍ସଟ ପାଇଛ ଟିକେ କରେକ୍ସନ କରିନେବ, ଠିକ ଅଛି। ହଉ, ଆମେ ଦକ୍ଷିଣାବର୍ତ୍ତୀ ତାଙ୍କର ଆଜ୍ଞା ଗୋଟେ ସାର୍। ଉପନ୍ୟାସ ଜାଣିବା। ଏଇ ଉପନ୍ୟାସରେ ତୁମେ ଭାରତୀୟ ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକ ଚେତନାକୁ ଗୋଟେ ଆଧାର କରି ରଚିତ ଗୋଟେ ଉପନ୍ୟାସ ଦକ୍ଷିଣାବର୍ତ୍ତ। ସମସ୍ତେ ମନେ ରଖିବ, ଭାରତୀୟ ସଂସ୍କୃତି ପାଇବ, ପରମ୍ପରା, ଆଧ୍ୟାତ୍ମିକ ଚେତନା, ଏଗୁଡାକୁ ସବୁ ଆଧାରିତ ଗୋଟେ ଉପନ୍ୟାସ ହେଉଛି ଦକ୍ଷିଣାବର୍ତ୍ତ। ଏଠିରେ ଦେଶର ପ୍ରାଚୀନ ଆଦର୍ଶ, ମହାପୁରୁଷବାନ ମହାନ ବାଣୀଙ୍କର ପାଇବ, ଦେଶ ପ୍ରତି ମାଟିର ଦେଶ ପ୍ରତି ମାଟି ପ୍ରତି ଲୋକମାନଙ୍କର ଯେଉଁ ଭାବ, ଏସବୁ ଜିନିଷ ଏ ଉପନ୍ୟାସରେ ପାଇବ ହେଲା। ଉପନ୍ୟାସର ମୁଖ୍ୟ ନାୟକ ହେଉଛନ୍ତି କିଏ? ନା ରୈକ୍ୟ ହେଲା। ସମସ୍ତେ ଟିକେ ହେଡ଼ଲାଇନ୍ କରିବ, ସେ ରୈକ୍ୟ। ସେ କ'ଣ କରେ ନା ମା ଓ ମାତୃଭୂମିକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ସେ ଦେଖେ। ତା ଦୃଷ୍ଟିରେ ମା ଏବଂ ମାତୃଭୂମି ଦୁଇ ଜଣ ହେଉଛନ୍ତି ଭିନ୍ନ ଭିନ୍ନ। ତାଙ୍କ ହିସାବରେ ସେ କୁହେ ନା ତା ମା ହେଉଛି ନିନ୍ଦା ଓ ମାତୃଭୂମି ଫମ୍ପା। ଏଇ ହିସାବରେ ସେ ମାନେ ଦେଖେ ସିଏ କାହାକୁ? ମା ଏବଂ ମାତୃଭୂମିକୁ। କେମିତିକା? ମା ନିନ୍ଦା ଓ ମାତୃଭୂମି ଫମ୍ପା କେମିତିକା? ସେ ନିଜେ କ'ଣ ନା ସତ୍ୟତା ପ୍ରତିପାଦନ କରେ ନା ମା ନିନ୍ଦା, ମାନେ ଆଧୁନିକ ସମୟରେ ମା ପ୍ରତିଟି ସ୍ଥାନରେ, ପ୍ରତିଟି ସମୟରେ, ପ୍ରତିଟି ମୁହୂର୍ତ୍ତରେ କେମିତି ନିନ୍ଦିତ ହେଉଛି, ସେଇ ଦୃଷ୍ଟିରେ ସେ କୁହେ ମା ହେଉଛନ୍ତି ନିନ୍ଦା ଆଉ ମାତୃଭୂମି ଫମ୍ପା। ନା ମାତୃଭୂମିକୁ କେମିତିକା ଧନିକ ଗୋଷ୍ଠୀ ଆଉ ମାନେ କେମିତି ଲୁଣ୍ଠନ କରୁଛନ୍ତି, ଯିଏ ପାରୁଛି ଯେମିତିକା ପାରୁଛି ସେ କେମିତି ତାଙ୍କୁ ଲୁଣ୍ଠନ କରିବାକୁ ଚାହୁଁଛନ୍ତି, ବିଭିନ୍ନ କ୍ଷତି କରିବାକୁ ଚାହୁଁଛନ୍ତି। ତେଣୁକି ମାତୃଭୂମି ଫମ୍ପା ସେ ରୌକ୍ୟ, ସେ ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖେ। ତେଣୁ କରିକି ରୌକ୍ୟ କ'ଣ କରେ ନା ସତ୍ୟର ଅନୁସନ୍ଧାନ ପାଇଁ ସେ ଦକ୍ଷିଣକୁ ଯାତ୍ରା କରେ। ଏ ଯେ ଦକ୍ଷିଣାବର୍ତ୍ତ ଉପନ୍ୟାସରେ ରୌକ୍ୟ କେଉଁ ଦିଗକୁ ଯାତ୍ରା କରେ ନା ଦକ୍ଷିଣ ଦିଗକୁ ଯାତ୍ରା କରେ। କ'ଣ ପାଇଁ? ନା ସତ୍ୟର ଅନୁସନ୍ଧାନ ପାଇଁ। କ୍ରମଶଃ ଦକ୍ଷିଣ ମୁହାଁ ଚଢ଼େଇର ସ୍ୱରରେ ପାଦ ମିଳାଇ ସେ ଧବା ସାଜିଛି। ପରବର୍ତ୍ତୀ ସମୟରେ ଯେତେବେଳେ ଦକ୍ଷିଣ ମୁହାଁ ଯାଇଛି, ସେତେବେଳେ ସେ ନିଜର ଭେଷ ତ୍ୟାଗ କରିକି ଧବା ସାଜିଛି। ସେ ତିନିଟା ଭେଷ ନେଇଛି ଛୁଆ। ପ୍ରଥମେ ଧବା, ତାପରେ ପ୍ରଥମେ ରୌକ୍ୟ ଥିଲା, ଧବା ହେଲା, ତାପରେ ଗୋଟେ ବାବାଜୀ ହେଇଛି। କେମିତି କହିବା ସେଟା ପରବର୍ତ୍ତୀ ସମୟରେ ମୁଁ କହିମି। ସେ ଧବା ହେଇଛି, ସେ ମନକୁ ମନେ କହିଛି ମୁଁ ଧବା ହେବି, ମୁଁ ଜଣେ ଧବା। ରୌକ୍ୟର କ୍ରମଶଃ ଉତ୍ତରଣ ଘଟିଛି, ଆଦର୍ଶବାଦର ଆହ୍ୱାନ ବାବାଜୀ ପାଲିଟିଛି। ପରବର୍ତ୍ତୀ ସମୟରେ ରୌକ୍ୟ କ'ଣ ହେଇଛି ନା ଧବା ହେବା ପାଇଁ ଚେଷ୍ଟା କରିଛି। ଆଉ ଜଣେ ଗୋଟେ ଚରିତ୍ର ଆସିଛି ବାବାଜୀ, ସେ ଗୋଟେ ଆଦର୍ଶବାଦୀ ଚରିତ୍ର। ଯୁଦ୍ଧର ବିଭୀଷିକା ମଧ୍ୟରେ ପୃଥିବୀ କେବଳ ଅଶାନ୍ତ, ଯେଉଁଠି ଶାନ୍ତି ନାହିଁ, ମିଛ ମାୟାର ପାର୍ଥିବ ସଂସାର, ଅର୍ଥ ହିଁ ଜୀବନର ମାନଦଣ୍ଡ, ଏହି ଆଗରେ ପିତା ମାତା ଭାଇ ଭଉଣୀ ସମସ୍ତେ ତୁଚ୍ଛ। ଅର୍ଥାତ୍ ଏ ଯେ ଆଧୁନିକ ସମୟରେ ଯେ ଅର୍ଥ ପଇସା ଯେତେବେଳେ ମଣିଷ ହାତକୁ ଆସେ, ସେ ସବୁ କିଛି ଭୁଲିଯାଏ, ପିତା ମାତା ଭାଇ ଭଉଣୀ ସବୁ କିଛି ଭୁଲିଯାଏ। ସେଇରକମ ଗୋଟେ ଚରିତ୍ର ଯେତେବେଳେ ଆମର କିଏ ନା ବାବାଜୀ କେମିତିକା କିଛି ହେଇଛି ଆମେ ଦେଖିବା। ଅତି ମାନବ ସତ୍ୟଯୁଗ ପ୍ରତି ମିଥ୍ୟା ମଣିଷ ଏଠି ଧକ୍କାବାଜ ହୁଏ। ମାନେ ଏଇ ଉପନ୍ୟାସରେ ତୁମେ ଏଇସବୁ ଜିନିଷ ପାଇବ। ସମାଜରେ ଲୋକମାନଙ୍କର ଯେଉଁ ବିଭୀଷିକା, ଏସବୁ ଜିନିଷ ଏଇଠି ପ୍ରତିଫଳିତ ହୋଇଛି ହେଲା। ସୁନ୍ଦର ଗୋଟେ ଉପନ୍ୟାସ। ଏଇ ଆମର ଏଇ ଯେ ଆମର ଦକ୍ଷିଣାବର୍ତ୍ତ ଉପନ୍ୟାସରେ ସମସ୍ତେ ଟିକେ ସବୁ ଏଇଟା ଗୋଟେ ମନେ ରଖିବ, ବହୁତ ସୁନ୍ଦର କଥା। ନା ଦକ୍ଷିଣାବର୍ତ୍ତ ଉପନ୍ୟାସରେ ଯେତେବେଳେ ଦକ୍ଷିଣକୁ ସତ୍ୟର ଅନୁସନ୍ଧାନ ପାଇଁ ରୌକ୍ୟ ଯାଇଛି, ସେ ଏକା ଯାଇନାହିଁ। ସେ କ'ଣ କରିଛି ନା ସିଏ ସାଙ୍ଗରେ କିଛି ଲୋକଙ୍କୁ ନେଇଯାଇଛି। କେଉଁ ଲୋକଙ୍କୁ? ନା ଦେଖ ଗୋଟେ ସେ କୁହନ୍ତି ନା ସବୁ ଯୁକ୍ତି ତର୍କ ସତ୍ତ୍ୱେ ବାବାଜୀ ସାଙ୍ଗରେ ଧବା
ବୁଢ଼ା ବୁଢ଼ୀ ବାହାରିଛନ୍ତି ଦକ୍ଷିଣକୁ। ଗାଁ ସାରା ବୁଢ଼ୀ ହୁରି ପକାଇଛନ୍ତି ଦକ୍ଷିଣକୁ ବାହାରି ଗଲୁ ଆମେ ଦକ୍ଷିଣକୁ ହୁରି ପକାଇଛନ୍ତି। ଅର୍ଥାତ୍ ସେ ଗାଁର ସମସ୍ତ ଲୋକଙ୍କୁ ସେ ଅନୁପ୍ରାଣିତ କରିଛନ୍ତି ଯେ ସତ୍ୟର ଅନୁସନ୍ଧାନ କରିବା ପାଇଁ ଚାଲ। ହେଲା, ମାଟି କେମିତି, ମାତୃଭୂମି କେମିତିକା ଅବହେଳିତ ହେଉଛନ୍ତି ତାକୁ ତାର ସତ୍ୟତା ଆମେ ଖୋଜିବା। ସେ ଖୋଜିବା ପାଇଁ ସେ ବାବାଜୀଙ୍କୁ ଅନୁପ୍ରାଣିତ କରିଛନ୍ତି, ଗାଁର ଲୋକମାନଙ୍କୁ, ବୁଢ଼ୀମାନଙ୍କୁ ଅନୁପ୍ରାଣିତ କରିଛନ୍ତି। ଓହଲିଆ ବାଉରାଣୀ, ଧୋବା, ବୁଢ଼ା ବୁଢ଼ୀ, ଗନ୍ଧ ବ୍ୟବସାୟୀ, ନାଉରୀ, ଚନ୍ଦନା ସମସ୍ତେ ରକ୍ତ ସହିତ ଦକ୍ଷିଣକୁ ଯାତ୍ରା କରିଛନ୍ତି। ଯେଉଁ ଦିଗକୁ ହଂସ ଉଡ଼ୁଛନ୍ତି ସେ ପରମହଂସ। ତାଙ୍କ ଅର୍ଥାତ୍ ପରମହଂସ କାହାକୁ କହିବା? ତାଙ୍କ ହିସାବରେ କ'ଣ ନା ଯେଉଁ ଦିଗକୁ ହଂସ ଉଡ଼େ ସେ ହେଉଛି ପରମହଂସ। ତେଣୁକି ହଂସ ଯେଉଁ ଦକ୍ଷିଣ ଦିଗକୁ ଉଡ଼େ ସେମାନେ ଦକ୍ଷିଣ ଦିଗକୁ ସେ ପରମହଂସର ଅନୁସନ୍ଧାନରେ ବାହାରିଛନ୍ତି। ମନକୁ ଅନ୍ଧାରରୁ ସଫା କରିବାକୁ ସେମାନେ ଦକ୍ଷିଣ ଦିଗକୁ ବାହାରିଛନ୍ତି। ଏ ଯେ ଦକ୍ଷିଣ ଦିଗକୁ ଯାତ୍ରା କ'ଣ ପାଇଁ ବାହାରିଛନ୍ତି? ନା ନିଜ ମନର ଅନ୍ଧକାରକୁ ଦୂର କରିବା ପାଇଁ ବାହାରିଛନ୍ତି। ଦୁଃଖ ଯନ୍ତ୍ରଣାର ମଧ୍ୟରେ ମନୁଷ୍ୟ ଜୀବନ ଦୁର୍ବିଷ ହୋଇପଡ଼ିଛି, ସେ ତାହାର ସମାଧାନ ପାଇଁ ବାହାରିଛନ୍ତି। ଦୁଃଖ ଯନ୍ତ୍ରଣା ତାର ମୁକ୍ତି ପାଇବ କେମିତି? ଜଗତ ଅନ୍ଧକାରରୁ କଣ୍ଟକିତ ଅବସ୍ଥାରେ ଅଛି, ତାକୁ ଆମେ କେମିତିକା ଦୂର କରିବା, ଏଇ ଅନୁସରଣରେ ଦକ୍ଷିଣ ଦିଗକୁ ବାହାରିଛନ୍ତି। ମୁଖ୍ୟ କଥାବସ୍ତୁ ଏଇଟା ହେଲା। ମୁଖ୍ୟ କଥାବସ୍ତୁ କ'ଣ ନା ଦକ୍ଷିଣ ଦିଗକୁ ଅନ୍ୱେଷଣ, ସତ୍ୟର ଅନୁସନ୍ଧାନ। ଏବଂ ବିଶେଷ କରି ଯଦି ଆମେ ଦେଖିବା ରୌକ୍ୟ ଚରିତ୍ର ମାଧ୍ୟମରେ ସେ ଭାରତର ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକ ଚେତନା ସୁନ୍ଦର ଭାବରେ ଫୁଟେଇଛନ୍ତି। ତା ସହିତ ମାତୃଭୂମି ଏବଂ ମାଆର ନିନ୍ଦା କଥା କହିଛନ୍ତି। ଏବଂ ସେ ନିନ୍ଦାର କେମିତିକା ପ୍ରତିକାର ହେବ ତାର ସତ୍ୟର ଅନୁସନ୍ଧାନ ପାଇଁ ସେ ଦକ୍ଷିଣ ଦିଗକୁ ଯାଇଛନ୍ତି। କ'ଣ ପାଇଁ ଦକ୍ଷିଣ ଦିଗକୁ ଯାଇଛନ୍ତି? ତାଙ୍କ ହିସାବରେ ନା ଯେଉଁ ଦିଗକୁ ହଂସ ଉଡ଼ୁଛି ସେ ହେଉଛି ପରମହଂସ। ହଂସଟି ଦକ୍ଷିଣ ଦିଗକୁ ଉଡ଼େ, ତେଣୁକି ସେ ଦକ୍ଷିଣ ଦିଗକୁ ନିଜେ ଏକା ନୁହେଁ, ସେ ବାବାଜୀ ତା ସହିତ ଗାଁର ଧୋବା, ବୁଢ଼ା ବୁଢ଼ୀ, ଗନ୍ଧ ବ୍ୟବସାୟୀ ସମସ୍ତଙ୍କୁ ସାଙ୍ଗରେ ନେଇକି ଦକ୍ଷିଣ ଦିଗକୁ ଯାଇଛି। ହେଲା, ରୌକ୍ୟର ନିରବଚ୍ଛିନ୍ନ ସାଧନା ଆମେ ଏଇଠି ଦେଖିବାକୁ ପାଇ। ନଈ କୂଳରେ ଲୁଗା କାଚିଲା ଶୁଣିଲା ବାବାଜୀ କହିଲୁ ଆମେ ଦେଖୁ କେଉଁଦିନ ଆମ ଦୁଃଖ ଦୂର ହେବ। ସଂସାରର ଦୁଃଖ କ'ଣ? ଅଜ୍ଞତା ମଇଳାକୁ ସଫା କରିବା ଆମ ବାବାଜୀ ଉପନ୍ୟାସର ସମଗ୍ର ବିଷୟବସ୍ତୁ ଏଇଗୁଡ଼ା। ହେଲା, ବାବାଜୀ ଚରିତ୍ର ମାଧ୍ୟମରେ ଏବଂ ରୌକ୍ୟ ଚରିତ୍ର ମାଧ୍ୟମରେ କେମିତିକା ଦେଶର ସମାଜର ମଇଳାକୁ ଦୂର କରାଇବା ପାଇଁ ସେମାନେ ଚେଷ୍ଟା କରିଛନ୍ତି ଏଇ ଆମର ଦକ୍ଷିଣାବର୍ତ୍ତ ଉପନ୍ୟାସରେ। ଅନ୍ୟ ଏକ ତାଙ୍କର ସଫଳ ଉପନ୍ୟାସ ହେଉଛନ୍ତି କ'ଣ ନା ଶକୁନ୍ତଳା। ସମସ୍ତେ ତାଙ୍କର ଏଇ ଉପନ୍ୟାସ ସମ୍ପର୍କରେ ଜାଣିଛ। ଯେଉଁ ଉପନ୍ୟାସ ପାଇଁ ସେ ସାରଳା ପୁରସ୍କାର ପାଇଛନ୍ତି। ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଶକୁନ୍ତଳା ଉପନ୍ୟାସ ପାଇଁ ସାରଳା ପୁରସ୍କାର ପାଇଛନ୍ତି। ସମସ୍ତଙ୍କୁ ଗୋଟେ କ୍ୱେଶ୍ଚନ୍ ନା ଦକ୍ଷିଣାବର୍ତ୍ତ ଉପନ୍ୟାସ ଏକ କେଉଁ ଧର୍ମୀ ଉପନ୍ୟାସ କହିଲ ଦେଖି? ନାଇଁ ଦକ୍ଷିଣାବର୍ତ୍ତ ନୁହେଁ, ଶକୁନ୍ତଳା ଉପନ୍ୟାସ। ଶକୁନ୍ତଳା ଉପନ୍ୟାସ ଗୋଟେ କେଉଁ ଧର୍ମୀ ଉପନ୍ୟାସ? ନା ତାର ନାଁଟା ତୁମେ ପୌରାଣିକ ନାଁ ଭାବିକି ଭେରି ଗୁଡ୍, ରାଜନୈତିକ। ତାର ନାଁଟା ପୌରାଣିକ ହୋଇପାରେ କିନ୍ତୁ ଏଇଟା ଗୋଟେ ରାଜନୈତିକ ଉପନ୍ୟାସ। ତେଣୁକରି ଏଇଟା ଟିକେ ତମେ ଜାଣିବା ଦରକାର। ଏଇ ଆମର ଶକୁନ୍ତଳା ଉପନ୍ୟାସରେ ତୁମେ ନକ୍ସଲ ଆନ୍ଦୋଳନ ପାଇବ। ନକ୍ସଲ ଆନ୍ଦୋଳନର ପୃଷ୍ଠଭୂମିରେ କେଉଁ ଉପନ୍ୟାସ ରଚିତ? ସେଇଟା ହେଉଛି ଶକୁନ୍ତଳା। ସମସ୍ତେ ହେଡ୍ ସର୍ଟ ନୋଟ୍ କର। ନା ଏଇଠି ଯେ ପାଇବ କ'ଣ ନା 1950ରୁ 1970 ମଧ୍ୟରେ ଦେଖାଯାଇଥିବା କୃଷି ବିପ୍ଳବ, ନକ୍ସଲ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ଜୟପ୍ରକାଶ ଯେଉଁ ସମ୍ପୂର୍ଣ୍ଣ ବିପ୍ଳବ, ତାହାର ପରିଣତି ହେଉଛି ଶକୁନ୍ତଳା ଉପନ୍ୟାସ। 1950ରୁ 1970 ମଧ୍ୟରେ ଯେଉଁ ଦେଖାଯାଇଥିବା ଏଇ ଆନ୍ଦୋଳନ ଗୁଡ଼ିକ, କୃଷି ବିପ୍ଳବ ଦେଖାଯାଇଥିଲା, ନକ୍ସଲ ଆନ୍ଦୋଳନ ଦେଖାଯାଇଥିଲା, ଭୂଦାନ ଆନ୍ଦୋଳନ ଦେଖାଯାଇଥିଲା, ଜୟପ୍ରକାଶ ବିପ୍ଳବ ଦେଖାଯାଇଥିଲା। ଏଇ ଯେ ବିପ୍ଳବ ଗୁଡ଼ିକର ତାର ପରିଣତି ହେଉଛି କ'ଣ ନା ଶକୁନ୍ତଳା ଉପନ୍ୟାସ। ବୁଝିହେଲା? ଏଇଟା ଗୋଟେ ରାଜନୈତିକ ଉପନ୍ୟାସ। ବୁଝିପାରିଲ? ହଁ, ଆଉ ଥରେ କୁହ। 1950ରୁ 1970 ମଧ୍ୟରେ ଦେଖାଯାଇଥିଲା। 1950ରୁ 1970 ହେଲା।
এই যে ଶକୁନ୍ତଳା ଉପନ୍ୟାସଟା ଗୋଟେ ସଫଳ ରାଜନୈତିକ ଉପନ୍ୟାସ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତର ସାମାଜିକ ରାଜନୈତିକ ଚିତ୍ର ଏଥିରେ ଦେଖିବାକୁ ପାଇବ। ଦେଶର ପରାଧୀନ ଥିବାବେଳେ ଯେଉଁ ଭାରତୀୟମାନଙ୍କର ଅକଥନୀୟ ଦୁଃଖ ଯନ୍ତ୍ରଣା ଭୋଗୁଥିଲେ, ଦେଶ ସ୍ୱାଧୀନ ହାସଲ ପରେ ତାର ପରିବର୍ତ୍ତନ, ଜନତାର ମୌଳିକ ଅଧିକାର, ନୈତିକ ସ୍ୱାଧୀନତା ପ୍ରଭୃତି ପାଇବ ଏଇଠି ଆଶା କିନ୍ତୁ ସବୁ ରହିଯାଇଥିଲା। ମାନେ ଦେଖ, ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଯେଉଁ ଲୋକମାନେ ଭାବିଥିଲେ ଦେଶ ସ୍ୱାଧୀନ ହେଲେ ଆମେ ବହୁତ ସୁନ୍ଦରରେ ରହିବା, ଦେଶ ସ୍ୱାଧୀନ ହେବ, ଭାରତରେ ପରିବର୍ତ୍ତନ ଆସିବ, କିନ୍ତୁ ସେ ଆଶାରେ ରହିଯାଇଥିଲା। ଲୋକମାନଙ୍କ ମଧ୍ୟରେ ହତାଶ ଖେଳି ଯାଇଥିଲା, ସାମ୍ପ୍ରଦାୟିକତା ସଂଘର୍ଷ ଦେଖା ଆସିଯାଇଥିଲା, ରାଜନୈତିକ ଆନ୍ଦୋଳନ ଆସିଯାଇଥିଲା, ଯାହାଫଳରେ ଲୋକମାନଙ୍କର ମଧ୍ୟରେ ଦୁଃଖ ଦୁର୍ଦ୍ଦଶାଟା ଅଧିକ ବଢ଼ିଯାଇଥିଲା। ସେମାନଙ୍କର ଆଶା ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯେମିତି ଥିଲା ତା ପରିବର୍ତ୍ତନ ହେଇନଥିଲା ହେଲା। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନୀତିକୁ ଅସ୍ତ୍ର କରିବା ଦେଶରେ ଏକ ସଫଳ ଘଟଣା ଏହି ଉପନ୍ୟାସରେ ଦେଖିବାକୁ ପାଇବ। ମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦେଶର ରାଜନୀତିକୁ ଅସ୍ତ୍ର ଭାବରେ କେମିତି ରାଜନୀତି ମାନେ ଗ୍ରହଣ କରନ୍ତି ଦେଖିବାକୁ ପାଇବ। ନକ୍ସଲ ଆନ୍ଦୋଳନର ମୁଣ୍ଡ ଟେକିଛି ଏହି ଉପନ୍ୟାସରେ। ସମସ୍ତେ ଟିକେ ଟିକେ ହେଡ଼ଲାଇନ୍ କରିବୁ, ନକ୍ସଲ ଆନ୍ଦୋଳନ। এই ନକ୍ସଲ ଆନ୍ଦୋଳନରେ କିଏ ନକ୍ସଲ ହେଇଛି ନା ଯୁବକ, ଆଧୁନିକ ଯୁଗରେ ଯେମିତି ଯୁବକ ଗୋଷ୍ଠୀ। ଏବେ ଯେ ନକ୍ସଲପନ୍ଥୀ ଦେଖାହେଉଛି ସେ କ'ଣ ବୁଢ଼ା ବୁଢ଼ୀ ମାନେ ନକ୍ସଲ ହେଉଛନ୍ତି କି? ଯୁବକ ଗୋଷ୍ଠୀ ନକ୍ସଲ ହେଉଛନ୍ତି। ସେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଛନ୍ତି କିଏ ନା ବାୟା ଆଉ କୁସା, ଦୁଇ ଜଣ ଚରିତ୍ର ଲେଖକ ଗୁଡ଼ା ସବୁ। ବାୟା ଆଉ କୁସା ଯଥେଷ୍ଟ ଯୁବକମାନେ ନକ୍ସଲ ମାନଙ୍କର ବିପ୍ଳବରେ କାର୍ଯ୍ୟକ୍ରମରେ ଆଗେଇ ଯାଇଛନ୍ତି ହେଲା। କୁସା ବାୟା ଏବଂ କୁସା ଦୁଇଟା ଚରିତ୍ର ଯେଉଁମାନେ କି ନକ୍ସଲ ଆନ୍ଦୋଳନର ନକ୍ସଲ ଆନ୍ଦୋଳନରେ ସେମାନେ ଯୋଗ ଦେଇଛନ୍ତି, ନକ୍ସଲ ଆନ୍ଦୋଳନକୁ ଆଗେଇ ନେବା ପାଇଁ ସେମାନେ ଚାହିଁଛନ୍ତି। ଏଇ ଯେ ନକ୍ସଲ ଆନ୍ଦୋଳନର ଯେଉଁ କେଉଁଠି ଘଟିଛି ନା କଣୁଆର ବାହାରି ଘାଟି ଗୋଟେ ଅଛି, ଗୋଟେ ବଣ ଜଙ୍ଗଲର ଘାଟି, କଣୁଆର ବାହାରି ଘାଟି ଦେଶରେ ନକ୍ସଲ ଆନ୍ଦୋଳନ ସମ୍ପର୍କରେ ଉପନ୍ୟାସରେ ରହିଛି। ମାନେ ସେଇ ଘାଟିରେ ନକ୍ସଲ ମାନେ ଯାହା ସବୁ ଆନ୍ଦୋଳନ କରନ୍ତି ସେଇ ଘାଟି ତାହାର ସାକ୍ଷୀ। ସେ ଘାଟିରେ ସବୁ ନିଜର ଆନ୍ଦୋଳନର ସମସ୍ତ କାର୍ଯ୍ୟକଳାପ ସେମାନେ କରିଛନ୍ତି। କେଉଁମାନେ ନା ବାୟା ଏବଂ କୁସା ଚରିତ୍ର, ବିଭିନ୍ନ ଚରିତ୍ର ଆସିଛନ୍ତି। ସେମାନେ ଏଇ ଯେ ନକ୍ସଲ ଚରିତ୍ର ମାନେ ଆସିଛନ୍ତି ସେମାନେ ଚାହିଁଛନ୍ତି କ'ଣ ନା ସେ କୁହନ୍ତି ଯେ ନକ୍ସଲ ଚରିତ୍ର ସେ ଯେ ବାୟା କୁସା ସେମାନେ କୁହନ୍ତି କିନ୍ତୁ ଭାରତ ରୁଷ ନୁହେଁ କି ଚାଇନା ନୁହେଁ, ଏଇ ଭାରତ ଅର୍ଥାତ୍ ଗାନ୍ଧିଜୀଙ୍କର ଦେଶ ଏଠାରେ ସତ୍ୟ ଅହିଂସା ରହିଛି, ହିଂସାର ସ୍ଥାନ ନାହିଁ। ଦେଖ, କିଛି ଅଛନ୍ତି ନକ୍ସଲବାଦୀ ଏବଂ କିଛି ଅଛନ୍ତି ତାଙ୍କର ପ୍ରତିକାର କରିବା ପାଇଁ ହେଲା। ଯଦି କ୍ୱେଶ୍ଚନ୍ ପଡ଼େ ନକ୍ସଲ ଆନ୍ଦୋଳନକୁ ବ୍ୟଙ୍ଗ ବିଦ୍ରୋହ କରି ଲେଖକଙ୍କର କେଉଁ ଉପନ୍ୟାସ ରଚିତ କରାଯାଇଛି? କେଉଁ ଉପନ୍ୟାସ? ସେ ତେଣୁକରି ଏହାକୁ ରାଜନୈତିକ ଉପନ୍ୟାସ କହୁଛନ୍ତି। ନକ୍ସଲ ମାନଙ୍କର ହିଂସାତ୍ମକ ଆନ୍ଦୋଳନ କିନ୍ତୁ ପ୍ରଭାବିତ ହୋଇଥିଲା ଲକ୍ଷ୍ମୀଧରକୁ। এই যে ଲକ୍ଷ୍ମୀଧର ଗୋଟେ ଚରିତ୍ର ଆସିଛି, ସେ ଲକ୍ଷ୍ମୀଧରକୁ ଏ ନକ୍ସଲ ମାନଙ୍କର ହିଂସାତ୍ମକ ଆନ୍ଦୋଳନ କିନ୍ତୁ ପ୍ରଭାବିତ କରିଥିଲା। ତା ମତରେ ଦେଶର ସାମ୍ୟ ଐକ୍ୟ ପ୍ରତିଷ୍ଠା କରି ଜାତି ଶ୍ରେଣୀମାନଙ୍କୁ ଦୂର କରିବା ନକ୍ସଲ ଆନ୍ଦୋଳନ ଯଥାର୍ଥ। ମାନେ ନକ୍ସଲ ମାନେ କ'ଣ ଚାହାନ୍ତି ନା ସମାଜରେ ଦେଶର ସାମ୍ୟ ଆସୁ, ଐକ୍ୟ ଭାବ ଆସୁ, ଜାତିଭେଦ ନ ହଉ, ଶ୍ରେଣୀ ଭାଗ ଅର୍ଥାତ୍ ଉଚ୍ଚ ଶ୍ରେଣୀ ନିଚ ଶ୍ରେଣୀ ଯେଉଁ ଭାବ ସେ ଭାବଟା ଦୂର ହଉ, ଏଗୁଡ଼ା ହେଉଛି ତାଙ୍କର କ'ଣ ଥିଲା ନା ତାଙ୍କର ମନର ଲୋକେ ଆମର ନକ୍ସଲ ମାନଙ୍କର ତାଙ୍କର ଚିନ୍ତାଧାରା ଏଇଟା ଥିଲା। ଉପନ୍ୟାସରେ ବିଭିନ୍ନ ଚରିତ୍ର ଜୀବନ୍ତ ଭାବରେ ସେ ଉପସ୍ଥାପନ କରିଛନ୍ତି। ଯେଉଁ ଏଇ ଯେ କୁସା ଯେଉଁ ରହିଲା, ଏମାନଙ୍କ ଚରିତ୍ର ବ୍ୟତୀତ ରହିଛନ୍ତି ବ୍ରଜେନ୍ଦ୍ର, ରଘୁଆ, କଳ୍ପନା, ହରି, ଥଡ଼ିଆ, ଚତୁର୍ଭୁଜ, ଦଳେଇ, ଏମାନଙ୍କର ଚରିତ୍ର ସେ ରଖିଛନ୍ତି ହେଲା। ଆଉ ଗୋଟେ ଭଲ ଜିନିଷ ତୁମ ପରୀକ୍ଷାରେ ପଡ଼େ, ଲେଖ ଶକୁନ୍ତଳା ଉପନ୍ୟାସ ସମ୍ପର୍କରେ ଡକ୍ଟର ବିଜୟ କୁମାର ଶତପଥୀ କୁହନ୍ତି, ମନ୍ତବ୍ୟ ଦେଇ କୁହନ୍ତି, ଲେଖ ସବୁ ଏଇଟା। ଶକୁନ୍ତଳା ଉପନ୍ୟାସ ସମ୍ପର୍କରେ ଡକ୍ଟର ବିଜୟ କୁମାର ଶତପଥୀ ଲେଖିଲ। ଶକୁନ୍ତଳା ଉପନ୍ୟାସ ସମ୍ପର୍କରେ ଡକ୍ଟର ବିଜୟ କୁମାର ଶତପଥୀ କୁହନ୍ତି କ'ଣ ନା ମଣିଷର ଧର୍ମ ଧାରଣା ଓ ଈଶ୍ୱର ବିଶ୍ୱାସକୁ, ଲେଖୁଛ କି ନାହିଁ? ଲେଖ, ମଣିଷର ଧର୍ମ ଧାରଣା ଓ ଈଶ୍ୱର ବିଶ୍ୱାସକୁ
ରାଜନୈତିକ ଦର୍ଶନ ସହ ସାମିଲ କରି ସାର୍ ରାଜନୈତିକ ଉପରେ କଣ କହିଲେ? ରାଜନୈତିକ ଦର୍ଶନ ସହ ସାମିଲ କରି ଆଜ୍ଞା ସାର୍। ନବ ମାନବବାଦ ପାଇଁ ଯେଉଁ ଆହ୍ୱାନ ନବ ମାନବବାଦ ପାଇଁ ଯେଉଁ ଆହ୍ୱାନ ଶକୁନ୍ତଳାରେ ଦିଆଯାଇଛି। ଲେଖିଲ? ଆଜ୍ଞା। ଶକୁନ୍ତଳାରେ ଦିଆଯାଇଛି। ଏଇଟା କହିଛନ୍ତି କିଏ? ନା ଡକ୍ଟର ବିଜୟ କୁମାର ଶତପଥୀ କହିଛନ୍ତି। ତାପରେ ବିଶେଷ କରି ତୁମର ପଡ଼େ ଏଇଟା ଗୋଟେ ନକ୍ସଲ ଆନ୍ଦୋଳନର ପୃଷ୍ଠଭୂମିରେ କେଉଁ ଉପନ୍ୟାସ ରଚିତ କରାହେଇଛି? ଏଇଟା 1950ରୁ 1970 ମଧ୍ୟରେ ଆଉ ଛୋଟ ଛୋଟ ଆନ୍ଦୋଳନ ଯେ ହଉଥିଲା, କୃଷି ବିପ୍ଳବ, ନକ୍ସଲ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ଜୟପ୍ରକାଶ ବିପ୍ଳବ, ଏଇଗୁଡ଼ାର ମାନେ କ'ଣ ନା ପରିଣତିରେ ସେ କଥାବସ୍ତୁରେ ଏଇ ଶକୁନ୍ତଳା ଉପନ୍ୟାସ ଶାନ୍ତନୁ କୁମାର ଆଚାର୍ଯ୍ୟ ଲେଖିଛନ୍ତି। ତାପରେ ଅନ୍ୟ ଗୋଟେ ଉପନ୍ୟାସ ଯୋଉଟା କି ଧରିତ୍ରୀର କାନ୍ଦ ଉପନ୍ୟାସଟା, ସେଟା ରେଭେନ୍ସା କଲେଜର ପୃଷ୍ଠଭୂମିରେ ରଚିତ ହେଇଛି। ବୁଝିହେଲା? ଧରିତ୍ରୀର କାନ୍ଦ, ସମସ୍ତେ ସର୍ଟ ନୋଟ୍ କର। ଧରିତ୍ରୀର କାନ୍ଦ ଉପନ୍ୟାସରେ ରେଭେନ୍ସା କଲେଜର ପୃଷ୍ଠଭୂମିରେ ରଚିତ କରାଯାଇଛି। ରେଭେନ୍ସା କଲେଜର କଥା ଏଇଠି ରହିଛି। ଲେଖିଲ? ଆଜ୍ଞା ସାର୍। ଧରିତ୍ରୀର କାନ୍ଦରେ ତୁମେ ବିଶେଷ କରି ଦେଖିବାକୁ ପାଇବ କ'ଣ? ମୁଁ କହିଲି ପ୍ରଥମେ ନା ଏଇଟା ହେଉଛି ରେଭେନ୍ସା କଲେଜର ପୃଷ୍ଠଭୂମିରେ ରଚିତ। ନା 1972 ମସିହା ପରବର୍ତ୍ତୀ ସମୟରେ ସମାଜ ଶାସନ ବ୍ୟବସ୍ଥାରେ ଏକ ଯେଉଁ ନଗ୍ନ ଏବେ ଆସିଲା? ଆଜ୍ଞା ସାର୍। 1972 ଏଇ ଶୁଣ, ଧରିତ୍ରୀର କାନ୍ଦ ଉପନ୍ୟାସରେ 1972 ମସିହାରେ ଯେଉଁ ସମାଜର ଯେଉଁ ଶାସନ ବ୍ୟବସ୍ଥାର ଯେଉଁ ନଗ୍ନ ରୂପ ଦେଖାଯାଇଥିଲା, ତାହାର ସୁନ୍ଦର ଚିତ୍ର ଏଠି ଆମେ ଧରିତ୍ରୀର କାନ୍ଦ ଉପନ୍ୟାସରେ ଦେଖିବାକୁ ପାଇବ। ହେଲା? ଆଉ କ'ଣ ପାଇବ? ନା ଏଇ ଯେ ଶିକ୍ଷାନୁଷ୍ଠାନ ମାନଙ୍କରେ ଯେଉଁ ରାଜନୀତି ଚାଲେ, ଛାତ୍ରମାନଙ୍କୁ ରାଜନୈତିକ ନେତାମାନଙ୍କର ଯେଉଁ ହାତ ବାରିସି କରନ୍ତି, ହାତ ବାରିସି କରିକି ବିଶୃଙ୍ଖଳା ସୃଷ୍ଟି କରିବା ଏ ଧରିତ୍ରୀର କାନ୍ଦ ଉପନ୍ୟାସରେ ପାଇବ। ତୁମମାନଙ୍କର ଏବେ ୟୁନିଭର୍ସିଟି କଲେଜ ମାନଙ୍କର ହଉନାହିଁ, ଆମେମାନେ ଯେତେବେଳେ ପଢ଼ୁଥିଲୁ ସେତେବେଳେ ୟୁନିଭର୍ସିଟି କଲେଜ ମାନଙ୍କରେ ଏ ଷ୍ଟୁଡେଣ୍ଟ ଇଲେକ୍ସନ୍ ଗୋଟେ ହେଉଥିଲା। ହେଲା? ଷ୍ଟୁଡେଣ୍ଟ ଇଲେକ୍ସନ୍ ହେଉଥିଲା। ସେ ଇଲେକ୍ସନରେ ବହୁତ ଗଣ୍ଡଗୋଳ ଇଏ ସିଏ ରାଜନେତା ତାର ଚାଲେ ସବୁ ସେଗୁଡ଼ା ସବୁ। ତ ସେଇଠି କେମିତିକା ଛାତ୍ରମାନେ ରାଜନୈତିକ ନେତାମାନଙ୍କର ହାତ ବାରିସି ସାଜନ୍ତି, ବିଶୃଙ୍ଖଳା ସୃଷ୍ଟି କରନ୍ତି, ସେଇ ସବୁ ଚିତ୍ର ତୁମେ ଧରିତ୍ରୀର କାନ୍ଦ ଉପନ୍ୟାସରେ ପାଇବ। ଆଉ ଏଇଟା ତୁମେ ରେଭେନ୍ସା କଲେଜର କଥା ତୁମେ ଏଇଠି ପାଇବ। କେମିତିକା ନା ଏଇଠି ଦୁଇଟା ଚରିତ୍ର ଅଛନ୍ତି। କୋଉ ଚରିତ୍ର? ନା ଦେବ ଏବଂ ଯଜ୍ଞ। ଦୁଇଟା ଚରିତ୍ର ଲେଖ। ଯୋଉଟା କିଶୋର, ସେମାନେ ଗୋଟେ ଯୁବକ ଅବସ୍ଥା ଅଛନ୍ତି, ଦେବ ଆଉ ଯଜ୍ଞ। ଦୁଇ ଜଣ ହେଉଛି ଗାଁର ପିଲା, ଗାଁରେ ବଢ଼ିଛନ୍ତି, ଗାଁ ମାଟି ପାଣିରେ ସେମାନେ ବଢ଼ିଛନ୍ତି। ନା ରେଭେନ୍ସା କଲେଜରେ ପଢ଼ିବା ପାଇଁ ସେମାନେ କଟକ ଆସିଛନ୍ତି। ଗାଁ ପିଲା ତ ମାନେ ବି ଯେମିତି ଯିବ ନୂତନ ରେଭେନ୍ସା କଲେଜରେ ପଢ଼ିବା ପାଇଁ, ତ ସେମାନେ ରେଭେନ୍ସା କଲେଜରେ ପଢ଼ିବା ପାଇଁ କଟକ ଆସିଛନ୍ତି। ରେଭେନ୍ସାର ଇତିହାସ ଶୁଣି ଓ ପଢ଼ି ସେମାନେ ମୁଗ୍ଧ ହୋଇଛନ୍ତି। ରେଭେନ୍ସାର ଇତିହାସ ଭାରି ପ୍ରାଚୀନ। ସେଇଠି ଅନେକ ମହାମହି ସବୁ ସାଧକମାନେ, ବହୁତ ବଡ଼ ବଡ଼ ଲୋକମାନେ ସେଠୁ ପଢ଼ିକି ନିଜର ଜୀବନ ଗଢ଼ିଛନ୍ତି। ସେମାନେ ତାଙ୍କ ବିଷୟରେ ଜାଣି, କଲେଜର ଇତିହାସ ବିଷୟରେ ଜାଣି ବହୁତ ମୁଗ୍ଧ ହୋଇଛନ୍ତି। କ୍ରମଶଃ ଯେତେବେଳେ ଶେଷରେ କ୍ରମଶଃ ସେଠାରେ ରାଜନୈତିକ ପରିସ୍ଥିତି ହିଁ ଦୁହିଁଙ୍କ ଉପରେ ପ୍ରଭାବ ପଡ଼ିଛି। ମାନେ ଯେଉଁଠି ବଡ଼ ସଂସ୍ଥା, ଏତେ ବଡ଼ ଇତିହାସ, ଏତେ ଲୋକମାନେ, ଏତେ ବଡ଼ ବଡ଼ ଲୋକମାନେ ଏଇ କଲେଜରୁ ପଢ଼ିକି ଆଗକୁ ଯାଇଛନ୍ତି, ସେଇଠି ରାଜନୈତିକ ପରିସ୍ଥିତି ଦୁଇ ଜଣଙ୍କୁ କ'ଣ ନା ପ୍ରଭାବ ପକାଇଛି। ମୁସଲମାନ ସମ୍ପ୍ରଦାୟ ଯେଉଁ କରିମ୍ ସହିତ ତାଙ୍କର ସାଙ୍ଗ ହୋଇଛନ୍ତି ଦୁଇ ଜଣ ସାର। କିଏ? ନା ଏଇ ଦୁଇ ଜଣ ପିଲା ଦେବ ଏବଂ ଯଜ୍ଞ, ଦୁଇ ଜଣ କରିମ୍ ସହିତ ଯାଇକି ସାଙ୍ଗ ହୋଇଛନ୍ତି ନୂଆ ନୂଆ ଯାଇକି। ତାପରେ କରିମ୍ର ଭଉଣୀ ଅଛି ଇନ୍ଦୁ। ଟିକେ ଟିକେ ମନେ ରଖ, ଏଗୁଡ଼ା ସବୁ ଟିକେ ଲଭ୍ ଷ୍ଟୋରି ବି ଅଛି ଏଇଠି। ହେଲା? କରିମ୍ର ଭଉଣୀ କିଏ? ନା ଇନ୍ଦୁ। ଏମାନେ ଦୁଇ ଜଣ କରିମ୍ ସହିତ ସାଙ୍ଗ ହୋଇଛନ୍ତି। କରିମ୍ର ଭଉଣୀ ଇନ୍ଦୁ ଯେତେବେଳେ ସାକ୍ଷାତ ହୋଇଛି, ସେ ଇନ୍ଦୁ ବହୁତ ମେଧାବୀ, ସେ ପାଠରେ ତାର ପାରଙ୍ଗମ ବହୁତ। ପରେ ସୃଜନଶୀଳଙ୍କର ଗୁଣ, ତାର ଭାରି ସୁନ୍ଦର ଗୁଣ।
ସେ ଝଙ୍କାର ସାହିତ୍ୟ ପତ୍ରିକା ତାର ଫଟୋ ବାହାରିଛି କାହାର ଏଇ ଇନ୍ଦୁ ସମ୍ପର୍କରେ ଝଙ୍କାର ପତ୍ରିକାରେ ଫଟୋ ବାହାରିଛି ନା ସିଏ ବହୁତ ମେଧାବୀ ସେ ଗୁଣର ସେ ତାର ସୁଶୀତଳ ଗୁଣ ତାର ସମ୍ପର୍କରେ ଝଙ୍କାର ପତ୍ରିକାରେ ଫଟୋ ବାହାରିଛି। ସେଇ ଇନ୍ଦୁକୁ ଭଲ ପାଇ ବସିଛି କିଏ ନା ଯଜ୍ଞ। ମନେ ରଖିବ ଟିକେ ଇନ୍ଦୁକୁ କିଏ ଭଲ ପାଇଛି ନା ଯଜ୍ଞ ଭଲ ପାଇଛି। ଦେଖ ତାଙ୍କର ଭାଗ୍ୟ ଏତେ ଦୁଃଖ ଏତେ ବିଡ଼ମ୍ବନା ସୃଷ୍ଟି ହେଇଛି ଯଜ୍ଞ ଭଲ ପାଇଛି ଇନ୍ଦୁକୁ କିନ୍ତୁ ଭାଗ୍ୟର ବିଡ଼ମ୍ବନା କ'ଣ କରିବା ଇନ୍ଦୁର ଅକାଳ ବିୟୋଗ ଘଟିଯାଇଛି। ବୁଝିପାରୁଛ ତ ଯଜ୍ଞ ଭଲ ପାଇଛି ଇନ୍ଦୁକୁ ଭଲ ପାଇବାର କିଛି ମାସ ପରେ ଇନ୍ଦୁର ଅକାଳ ବିୟୋଗ ଘଟିଛି। ଯଜ୍ଞର ମନ ଏକାଥରେ ଦୁଃଖରେ ଭାଙ୍ଗି ପଡ଼ିଛି। ସେ ଯଜ୍ଞ ଯେଉଁ ଡାକ୍ତର ପାଠ ପଢ଼ୁଥିଲା ଡାକ୍ତର ପାଠ ତାର ସେଇଠି ହିଁ ରହିଯାଇଛି। ସେ ମନ ଆଉ ଡାକ୍ତର ପାଠରେ ଦେଇପାରି ନାହିଁ। ବୁଝିପାରୁଛ ସମସ୍ତଙ୍କୁ ଶୁଭୁଛି କି ନାହିଁ? ତାହେଲେ ଡାକ୍ତର ପାଠ ଯେ ପଢ଼ୁଥିବା ଯଜ୍ଞ ଇନ୍ଦୁ ମରିଗଲା ପରେ ତାକୁ ଭଲ ପାଉଥିଲା ତେଣୁକି ତାଙ୍କର ପାଠ ପଢ଼ା ସେଇଟା ହିଁ ରହିଗଲା। ତା ପରବର୍ତ୍ତୀ ସମୟରେ ଦୃଶ୍ୟ ଆସିଛି କ'ଣ ନା ଆଉ ଜଣେ ଗୋଟେ ଚରିତ୍ର ଆସିଛନ୍ତି ବୃହସ୍ପତି ମିଶ୍ର। ସେ ଗୋଟେ ଦେଶପ୍ରେମୀ। ସେ ଦେଶପ୍ରେମରେ ଉଦ୍ବୁତ ହୋଇ ସେନାବାହିନୀରେ ଯୋଗ ଦେଲା ପରେ ଯୁଦ୍ଧ ସମସ୍ତ କଥା ରହିଛି। ଏହି ସମୟରେ ପରବର୍ତ୍ତୀ ସମୟରେ ସେ ଯଜ୍ଞ ପାଠ ପଢ଼ା ଛାଡ଼ି ଦେଇକି ଅନ୍ୟ ଏକ ସଂସ୍ଥା ଇଞ୍ଜିନିୟରିଂ ହେଇଛି। ସେ ଯୁଦ୍ଧ କରିବା ପାଇଁ ଯାଇଛି। ବିଭିନ୍ନ ଜିନିଷ ରହିଛି ମାନେ ଏଇ ଯେ ବୃହସ୍ପତି ମିଶ୍ରଙ୍କ ସହିତ ତାଙ୍କର ସଂସ୍ପର୍ଶରେ ଆସିଛନ୍ତି। ସେ ଦେଶ ପ୍ରେମରେ ଉଦ୍ଭିଦ ହୋଇଛନ୍ତି ଆଉ ପରବର୍ତ୍ତୀ ସମୟରେ ଯୁଦ୍ଧ କରିବା ପାଇଁ ଯାଇଛନ୍ତି। ଏମିତି ତାଙ୍କର ଚରିତ୍ର ରହିଛି। ଖାଲି ବିଶେଷ କରି ତୁମେ ଟିକେ ମନେ ରଖିବ ଯେ ଏଇ ଧରିତ୍ରୀର କାନ୍ଦ ଉପନ୍ୟାସରେ ଔପନ୍ୟାସିକ ରେଭେନ୍ସା କଲେଜର ପୃଷ୍ଠଭୂମିରେ এই ଉପନ୍ୟାସଟି ରଚନା କରିଛନ୍ତି ହେଲା। ଆଉ ଗୋଟେ ଉପନ୍ୟାସ ଅଛି ସାରିଦେବ। ଆଉ ଛୋଟ ଛୋଟ ଉପନ୍ୟାସ ମନ୍ତ୍ରୀଙ୍କ ସେୟାର ଗୋଟେ ଉପନ୍ୟାସ ଅଛି। ମନ୍ତ୍ରୀଙ୍କ ସେୟାର ଏଇଟା ଗୋଟେ ବ୍ୟଙ୍ଗ ବିଦ୍ରୂପ ଧର୍ମୀ ଉପନ୍ୟାସ ହେଲା। ମନ୍ତ୍ରୀଙ୍କ ସେୟାର ଛୋଟ ଛୋଟ ଲେଖିଦିଅ। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ବ୍ୟଙ୍ଗ ବିଦ୍ରୂପ ଧର୍ମୀ ଉପନ୍ୟାସ କ'ଣ ମନ୍ତ୍ରୀଙ୍କ ସେୟାର। ଏଇଠି ଗୋଟେ ଚରିତ୍ର ଆସିଛନ୍ତି କିଏ ମିଷ୍ଟର ସିଂହଦେଓ। ସମସ୍ତେ ମନେ ରଖିବ ଏଇଟା ମିଷ୍ଟର ସିଂହଦେଓ ଯିଏକି ଗୋଟେ ସରକାରୀ କର୍ମଚାରୀ ଏବଂ ନିଜ ଝିଅ ଯେଉଁ ଝିଅ ତାର ଗର୍ଭବତୀ ସେ ଝିଅ ତାର ଗର୍ଭବତୀ ସେ ଝିଅ ଏବଂ ସେ ଗର୍ଭବତୀ ସନ୍ତାନକୁ ସେ ବଞ୍ଚାଇବା ପାଇଁ ସେ ବାଧ୍ୟ ଓ ବାଧ୍ୟବକତାର 2 ଲକ୍ଷ କିସ ହେଲା ଥାଉ ଆଉ ଟିକେ ବେଳେ ମୁଁ ଯାଉଛି। ହଉ ତାହେଲେ ଯେଉଁ କହିଲି ସେ ଝିଅ ଆଉ ସନ୍ତାନକୁ ସେ ରକ୍ଷା କରିବା ପାଇଁ ସେ ଅନେକ ପ୍ରଚେଷ୍ଟା କରିଛି। ସେ 2 ଲକ୍ଷ ଟଙ୍କା ମଧ୍ୟ ଲାଞ୍ଚ ଦେଇଛି। ଏମିତି ସୁନ୍ଦର କଥା ରହିଛି। ସମୁଦି ହୃଦୟାନନ୍ଦ ବଳିଆର ସିଂହଙ୍କୁ ଅଭିଯୋଗ କରି ମନ୍ତ୍ରୀ ସିଂହଦେଓଙ୍କୁ ତାଙ୍କୁ ସେୟାର ମାଗିଛନ୍ତି। ମାନେ ଏଇଠି ଭ୍ରୂଣ ହତ୍ୟା ଏଇସବୁ ଜିନିଷ କଥା ବି ରହିଛି ଏଇଠି ହେଲା। ନିର୍ଯାତନା ଭ୍ରୂଣ ହତ୍ୟା ଏବଂ ସେ ଝିଅକୁ ରକ୍ଷା କରିବା ପାଇଁ ସେ ଯେ ସିଂହଦେଓଙ୍କର ପ୍ରୟାସ ଆଉ ଏଗୁଡ଼ା ସବୁ ବ୍ୟଙ୍ଗାତ୍ମକ ଦୃଷ୍ଟିରେ ସବୁ ରଚନା କରାଯାଇଛି। ଏସବୁ ଜିନିଷ ମନ୍ତ୍ରୀଙ୍କ ସେୟାରରେ ରହିଛି ହେଲା। ଆଉ ବେଶୀ କିଛି ଆମେ ଆଲୋଚନା କରିବା ନାହିଁ। ଆହୁରି ତ ତାଙ୍କର ଅନେକ କିଛି ଉପନ୍ୟାସ ରହିଛି। ଆଉ ଆଜି ପାଇଁ